ଆଜି ଯୋଉ ବିଷୟବସ୍ତୁ ରଖା ହେଇଛି ତାହା ହେଉଛି ମାନବୀୟ ଉତ୍କୃଷ୍ଟତା, ହ୍ୟୁମାନ ଏକ୍ସେଲେନ୍ସ। ତାକୁ ମଧ୍ୟ କୁହାଯାଇପାରେ ବାୟୋଲୋଜିକାଲ ସୁପିରିୟରିଟି ବା ହ୍ୟୁମାନ ସୁପିରିୟରିଟି। ଉତ୍କୃଷ୍ଟତା ସମସ୍ତେ ଚାହାନ୍ତି, ସମସ୍ତେ ଚାହାନ୍ତି ଉତ୍କୃଷ୍ଟ ହବା ପାଇଁ, ଶ୍ରେଷ୍ଠ ହବା ପାଇଁ, ସମସ୍ତେ ଚାହାନ୍ତି ଏକ୍ସେଲେନ୍ସକୁ ଆଚିଭ କରିବା ପାଇଁ। ପ୍ରତିଟି ବାପା ମା ଚାହାନ୍ତି ତାଙ୍କର ପିଲା, ତାଙ୍କର ସନ୍ତାନ, ପୁତ୍ର ବା କନ୍ୟା କେଭଳି ଏଇ ପାରଦର୍ଶିତା, ଉତ୍କୃଷ୍ଟତା, ଏକ୍ସେଲେନ୍ସ ହାସଲ କରନ୍ତୁ। এই ଉତ୍କୃଷ୍ଟତା ନ ଚାହେଁ ଏଭଳି ମଣିଷ କଣ କି ଅଛି? ଯଦି ସାଧାରଣ ଭାବରେ ଦେଖାଯାଏ, ମଣିଷ ପଶୁ ପକ୍ଷୀ ବୃକ୍ଷଲତାଙ୍କ ଠାରୁ ଅଧିକ ଉତ୍କୃଷ୍ଟ ବା ସୁପିରିୟର ବୋଲି କୁହାଯାଇପାରେ। ତା ପଛରେ ଗୋଟିଏ ସହଜ ସରଳ କାରଣ ଯାହା ଆମେ ସମସ୍ତେ ଜାଣନ୍ତି, ତାହା ହେଉଛି ଚେତନା। ପଥର, ଗଛ, ପତ୍ର, ବୃକ୍ଷଲତା, ପଶୁ ପକ୍ଷୀଙ୍କ ଭିତରେ ଚେତନା ମଧ୍ୟ ଅଛି, କିନ୍ତୁ এই ଚେତନାଟି ଅଧିକ ବିକଶିତ, ଡେଭେଲପ୍ଡ ମଣିଷ ଭିତରେ। এই ଚେତନାର ଅଧିକା ବିକାଶ ହେତୁ ମଣିଷ ହେଉଛି ପଶୁପକ୍ଷୀ ଗଛପତ୍ରଙ୍କ ଠାରୁ ଅଧିକ ଉତ୍କୃଷ୍ଟ ବା ସୁପିରିୟର। ଠିକ ସେଇ ଲଜିକକୁ ଯଦି ଆପ୍ଲାଏ କରାଯାଏ ମଣିଷ ସମାଜ ଭିତରେ ଯଦି ଦେଖାଯାଏ, ଇଫ ୟୁ ଲୁକ୍ ଆଟ୍ ଦ ହ୍ୟୁମାନ ରେସ୍, ମାନବ ଜାତିକୁ ଯଦି ଦେଖାଯାଏ, ତାହେଲେ ଯେଉଁ ମଣିଷର ଚେତନା ଅଧିକ ବିକଶିତ, ସେଇ ମଣିଷ ଅନ୍ୟ ମଣିଷ ମାନଙ୍କ ଠାରୁ ଅଧିକ ସୁପିରିୟର ବା ଉତ୍କୃଷ୍ଟ। ତା ଭିତରେ ସେତିକି ଅଧିକ ଏକ୍ସେଲେନ୍ସ ଗଜେଇ ଉଠିଛି। ଏଇ ଚେତନା ବା କନସିୟସନେସ ହଉଛି ମୂଳ କଥା। ଉତ୍କୃଷ୍ଟତାର ଉପାଦାନ ହଉଛି ଏଇ କନସିୟସନେସ। ଚେତନାର ବିକାଶ ଯେତେ ଅଧିକ, ମଣିଷ ଜୀବନ ସେତେ ଅଧିକ ବିକଶିତ, ସେତିକି ଅଧିକ ବ୍ୟାପକ, ସେତିକି ଅଧିକ ବର୍ଦ୍ଧିତ। এই ଚେତନାର ଯେତିକି ଅଧିକା ବିକାଶ, ସେତିକି ହଉଛି ବିକାଶର ଉତ୍କୃଷ୍ଟତାର ମାପଦଣ୍ଡ। ଅର୍ଥାତ এই ଚେତନାର କେତେ ଗୁଡ଼ିଏ ସ୍ତର ଅଛି, ଯେ ଗୋଟିଏ ସ୍ତର ଅତିକ୍ରମ କରି ତା ପରବର୍ତ୍ତୀ ସ୍ତରକୁ ଯାଇପାରିଛି, ସିଏ ସେତିକି ଅଧିକା ସୁପିରିୟର। ତା ଭିତରେ ଚେତନାଟି ସେତିକି ଅଧିକ ବିକଶିତ, କନସିୟସନେସ ତା ଭିତରେ ସେତିକି ଅଧିକା ଡେଭେଲପ୍ଡ। ବର୍ତ୍ତମାନ ଚେତନାର ଯୋଉ ବିଭିନ୍ନ ସ୍ତର, ତା ବିଷୟରେ ଅନେକ କଥା ଅଛି, ପୂର୍ବବର୍ତ୍ତୀ ଅଧ୍ୟାୟ ମାନଙ୍କରେ ମଧ୍ୟ ଅନେକ ସମୟରେ ଆଲୋଚନା ହେଇଛି। କିନ୍ତୁ ଗୋଟିଏ ସାଧାରଣ ଭାଷାରେ ଯଦି ତାକୁ ଆମେ ବୁଝିବାକୁ ଚେଷ୍ଟା କରିବା, ତାହା এইଭଳି ଭାବରେ ବର୍ଣ୍ଣନା କରାଯାଇପାରେ। এই যে ଚେତନାର ବିଭିନ୍ନ ସ୍ତର, ତାର ସବୁଠାରୁ ନିମ୍ନ ସ୍ତର ଯାହା, ତାହା ହେଉଛି ଅଜ୍ଞାନତା। ତାକୁ କୁହାଯାଇପାରେ ନଟ୍ ନୋଇଂ, ନ ଜାଣିବା। ତାର ପରବର୍ତ୍ତୀ ସ୍ତର ହେଉଛି ଜାଣିବା, ଟୁ ନୋ, ନୋଇଂ, ନୋଇଂ ଆନ୍ ଅବଜେକ୍ଟ। ପ୍ରଥମ ସ୍ତରଟି ହେଲା ନଟ୍ ନୋଇଂ ଆନ୍ ଅବଜେକ୍ଟ, କୌଣସି ବିଷୟକୁ ନ ଜାଣିବା। ତା ପରବର୍ତ୍ତୀ ସ୍ତରଟି ହେଉଛି ସେ ବିଷୟଟିକୁ ଜାଣିବା ବା ସେଇ ବସ୍ତୁଟିକୁ ବା ଅବଜେକ୍ଟଟିକୁ ଜାଣିବା। ତାର ପରବର୍ତ୍ତୀ ସ୍ତର ହେଉଛି ଯେ ବିଷୟଟିକୁ ବା ବସ୍ତୁଟିକୁ ଅନୁଭବ କରିବା, ଅନୁଭୂତି ଭିତର ଦେଇ, ବୋଧ ଭିତର ଦେଇ ଆଣିବା। ଏ ହେଉଛି ଚେତନାର ଆଉ ଗୋଟିଏ ସ୍ତର। ତାର ପରସ୍ତର ଯୋଉଟାକୁ ସବୁଠାରୁ ଉଚ୍ଚ ସ୍ତର ବୋଲି କୁହାଯାଇପାରେ, ତାହା ହେଉଛି ଜାଣିବା, ଜାଣୁଥିବା ବସ୍ତୁଟି ସହ ଭିତରେ ନିଜକୁ ସାମିଲ କରିଦେ। ଏଠାରେ ବୁଝିବାକୁ ଟିକେ କଷ୍ଟ ହେଇପାରେ। ଇଂରାଜୀରେ କୁହାଯାଇପାରେ ଟୁ ନୋ ଆନ୍ ଅବଜେକ୍ଟ ବାଇ ବିକମିଂ ଆନ୍ ଅବଜେକ୍ଟ ଇଟସେଲ୍ଫ।
तो प्रथम स्तरटी है टू नॉट नो, नॉट नोइंग एन ऑब्जेक्ट। तापरे होची नोइंग एन ऑब्जेक्ट, तापरे होची नोइंग एन ऑब्जेक्ट बाय एक्सपीरियंसिंग इट। सबुठारु उच्च स्तर जोटा ता होची नोइंग एन ऑब्जेक्ट बाय बिकमिंग एन ऑब्जेक्ट इटसेल्फ। बुझिबा पई टिके हुए तो जटिल मने हो थाई पारे, ताकू आउ टिके भलो भाबरे उदाहरण दे आ माने बुझिबा को चेष्टा करिवा। धरि नियंतु गोटे फल अछि, तार ना होची पैशन फ्रूट। धरि नियंतु से फलटी आपण केबे देखि नांती, तार रंग कोन, तार स्वाद किभली, तार आकार किभली, एसो विषय रे आपण आदौ अवगत नुहंती, ताहेले से क्षेत्र में कह जाई पारे आपण चेतनार सबुठारु निम्न स्तर रे अछंती। सेही स्तररु ता परवर्ती स्तर जा होची आपण दिने गोटे बही रे सेही पैशन फ्रूट विषय रे पढ़िबा को पाइले। बही रे लिखा हितला जे फलटी होची हळदिया रंग, एई फलटी खूब मिठा, मिठा एवं खटा मिठार स्वाद आ भितरे मिश्रित भाबरे रहिछि। एई फलटीर आकार होची 1.5 इंच रु 3 इंच, तार होची वेट बा चौड़ा। ये होची चेतनार परवर्ती स्तर, नॉट नोइंग रु नॉट नोइंग एन ऑब्जेक्ट टू नोइंग एन ऑब्जेक्ट को आपण अग्रसर हेले। आपण जेहेतु हळदिया रंग कोन जानंती, मिठाटी कोन जानिचंती, अन्यान्य मिठा फल खाइचंती, 1.5 इंच आकार विषय गोटे धारणा अछि, तो आपणकर एई फल विषय गोटे धारणा सृष्टि हला जाहाकू कहा जाय पारे नोइंग एन ऑब्जेक्ट। किंतु फल विषय रे विशेष अनुभूति हला नाही। मिठा बोली जानिले किंतु किभली मिठा, हळदिया बोली जानिले किंतु किभली हळदिया, एसो विषय किसी धारणा हेला नाही, कारण केवल बही रे ही पढ़िचंती। तापरे गोटे दिन जड़े बंधुंक घर को आपण जाइथिले, से आपण को पैशन फ्रूट खाइबा को देले। से दिन आपण से फलटी को खाइले प्रथम थर, केवल खाइले जहा ता नुहे, आपण अनुभव कले तार स्वादटी को, जे तार स्वादटी जो खटा एवं मिठा ही भली खटा मिठा, जहा हुई तो भाषा रे वर्णना करी हबो नाही, केवल अनुभव ही करा जाई पारे। अनुभव हेला, खूब सुंदर हेला। से फल खाइबार जो सेंसेशन, जो फीलिंग्स, जो इमोशन, जो आनंद, सबु किछि अनुभव हेला। फलटी को आपण एक्सपीरियंस कले, कौन बोली अनुभव कले, बोध भीतर ताकू आनी पारे। एटा होछि चेतनार परवर्ती स्तर, टू नो एन ऑब्जेक्ट बाय एक्सपीरियंसिंग इट। गोटे ऑब्जेक्ट को बा जिनिस को बा विषय को आपण को अनुभूति भीतर देई नहीं आसीबाटा होछि चेतनार परवर्ती स्तर। जेमती रसगोला विषय रे घंटा घंटा भाषण सुनले तो रसगोलाटा कौन बुझी हुए ना, केवल एतिक मिठा बोली जानिबाटा हुए, किंतु बोध भीतर आसे ना जे पर्यंत रसगोला टिका आमे न खाइचंती। खाइबा समय मन भीतर सेमती से आनंद, तार स्वादर जो सेंसेशन, सब गुड़ा अनुभूति आम भीतर आम मानकर आसी थाए। यार परवर्ती स्तर जहा को सबुठारु उच्च स्तर बोली कहा जाई पारे, सेटा होछि आपण जेबे ए पैशन फ्रूट टिकु जानिले बा बुझिले, पैशन फ्रूट रो गोटे अंश ही जाए। knowing an object by becoming a part of the object, आपण निजे पैशन फ्रूट हे गले, एवं पैशन फ्रूट भितरे जो पैशन फ्रूट रो जो अनुभूति, सेही अनुभूति गुड़िक आपणकर हवा को आरंभ हैला। सेटा होछि चेतनार सबुठारु उच्च स्तर, जाहाको कहा जाय पारे टू नो एन ऑब्जेक्ट बाय बिकमिंग एन ऑब्जेक्ट। आपण निजे सेही ऑब्जेक्ट बा सेही जिन वस्तुटी बनी गले।
ସେ ହେଉଛି ଚେତନାର ସବୁଠାରୁ ଉଚ୍ଚତମ ସ୍ତର। ଏଇ ଯେ ଫୋର୍ଥ ଷ୍ଟେଜ ବା ଚତୁର୍ଥ ସ୍ତର, ଏଇଟା ଟିକେ ବୁଝିବା ଡିଫିକଲ୍ଟ ହେଇପାରେ ଯେ ମୁଁ ନିଜେ ଗୋଟେ ଫଳ କେମିତି ହେଇଗଲି, ମୁଁ ତ ଗୋଟେ ମଣିଷ, କିନ୍ତୁ ମୁଁ ନିଜେ ଫଳଟି କିଭଳି ହେଇଗଲି। କିନ୍ତୁ ପ୍ୟାସନ ଫ୍ରୁଟ ଯଦି କଣ ବୁଝିବାକୁ ହୁଏ, ସବୁଠାରୁ ସବୁ ଦିଗ ଦେଇ ସମସ୍ତ ଆଟ୍ରିବ୍ୟୁଟ ଦେଇ ଯଦି ବୁଝିବାକୁ ହୁଏ, ତାହେଲେ ନିଜେ ପ୍ୟାସନ ଫ୍ରୁଟ ନହେଲା ପର୍ଯ୍ୟନ୍ତ ତାହା ବୁଝିବା ସମ୍ଭବ ହବ ନାହିଁ। ଯାହା ଠାକୁର କହୁଛନ୍ତି ବିଷୟକୁ ଜାଣିବା ମାନେ ତାର ସମସ୍ତଟାକୁ ଜାଣିବା। ତାର ସମସ୍ତଟାକୁ ଜାଣିବାକୁ ହେଲେ ତାହା ହିଁ ହେଇଯିବାକୁ ପଡିବ ଯେ ତାହାର ଯାହା ଯାହା ନିଜର ବ୍ୟକ୍ତିଗତ ଅନୁଭୂତି, ସେଇ ଅନୁଭୂତି ଯେଭଳି ଆମମାନଙ୍କ ଭିତରେ ପ୍ରସ୍ଫୁଟିତ ହେଇପାରେ। ଏଟା କଣ ସମ୍ଭବ? ମୁଁ ଗୋଟେ ମଣିଷ, ମୁଁ ଗୋଟେ ଫଳ କେମିତି ହେଇଯାଇପାରେ? ଏଇ ଉଦାହରଣ ଦ୍ଵାରା ଏଇ ଫିଲୋସଫିକୁ ବୁଝିବା ସମ୍ଭବ ନୁହେଁ। ଆମକୁ ଆଉ ଗୋଟେ ଉଦାହରଣ ଦେଖିବାକୁ ପଡିବ। ଉଦାହରଣଟି ହଉଛି ଏଇଭଳି, ଶ୍ରୀ ଶ୍ରୀ ଠାକୁରଙ୍କର ଜୀବନର କଥା। ଗୋଟିଏ ଦିନ ଶ୍ରୀ ଶ୍ରୀ ଠାକୁରଙ୍କର ଯୁବକ ଅବସ୍ଥାର କଥା, ସତ୍ସଙ୍ଗର ପ୍ରାକ୍କାଳୀନ ଅବସ୍ଥା। ଦିନେ କିଛି ଯୁବ ଭକ୍ତଙ୍କ ସହିତ, ଠାକୁର ତ ନିଜେ ବି ସେତେବେଳେ ଥିଲେ ଯୁବକ, ସେ ଠାକୁର ଗୋଟିଏ ଘୋଡା ଗାଡିରେ ଯାଉଛନ୍ତି ତାଙ୍କର ଜଣିଏ ଭକ୍ତଙ୍କ ଘରକୁ, କୁଷ୍ଟିଆର ବଡଦି ଗ୍ରାମରେ, କୁଷ୍ଟିଆ ତହସିଲ ନଦିଆ ଜିଲ୍ଲାର। ଘୋଡା ଗାଡି ଚାଲିଛି, ଶ୍ରୀ ଠାକୁର ଭକ୍ତ ମାନଙ୍କ ସହିତ ବସି ଘୋଡା ଗାଡିରେ ଖୁବ ଆନନ୍ଦରେ ଯାତ୍ରା କରୁଛନ୍ତି। ଘୋଡାଟି ହଠାତ୍ ଧିମେଇ ଯାଇଛି, କିଛି ବାଟ ଦୌଡିବା ପରେ ହାଲିଆ ହେଇଯାଇଛି। ଘୋଡାର ଗାଡିର ଚାଳକ ଖୁବ ଜୋରରେ ଚାବୁକରେ ପ୍ରହାର କରୁଛନ୍ତି ଘୋଡା। ଯେତେବେଳେ ଗୋଟିଏ ଚାବୁକ ମାରୁଛନ୍ତି, ଶ୍ରୀ ଠାକୁରଙ୍କ ଶରୀର ସେହିରି ଉଠୁଛି, ଗୋଟେ ଜର୍କ ତାଙ୍କ ଭିତରେ ହଉଛି। ଘୋଡା ଗାଡି ଚାଲିଛି, ପୁଣି ଘୋଡା ଯେତେବେଳେ ମନ୍ଥର ହେଇଯାଉଛି, ଘୋଡା ଗାଡିର ଚାଳକ ପୁଣି ଚାବୁକ ମାରୁଛି, ଠାକୁରଙ୍କ ଶରୀର ଯେମିତି ସେହିରି ଉଠୁଛି। ଭକ୍ତମାନେ ଏକଥା ଥରେ ଦିଥର ଲକ୍ଷ୍ୟ କରିଛନ୍ତି, କିନ୍ତୁ ବିଶେଷ ଧ୍ୟାନ ଦେଇନାହାନ୍ତି ଆଡ। କିଛି ସମୟ ପରେ ନିର୍ଦ୍ଧାରିତ ସ୍ଥାନରେ ଶ୍ରୀ ଠାକୁର ଭକ୍ତମାନଙ୍କ ସହ ପହଞ୍ଚିଛନ୍ତି ଏବଂ ଶ୍ରୀ ଠାକୁରଙ୍କର ସ୍ନାନ କରିବାର ସମୟ ହେଇଛି। ସେ ତାଙ୍କର ନିର୍ଦ୍ଧାରିତ ପ୍ରକୋଷ୍ଠକୁ ଯାଇଛନ୍ତି, ଭକ୍ତଙ୍କ ଘରେ, ଯାହା ଶ୍ରୀ ଠାକୁରଙ୍କ ପାଇଁ ବନ୍ଦୋବସ୍ତ କରାହେଇଥିଲା। ତାଙ୍କ ପଛରେ ବୀରେନ ରାୟ, ବିରୁଦା ବୋଲି ଯାହାକୁ ଠାକୁର ଡାକୁଥିଲେ, ସେ ତାଙ୍କ ପଛେ ପଛେ ଯାଇଛନ୍ତି ଠାକୁରଙ୍କୁ ତେଲ ମାଲିସ କରିଦବା ପାଇଁ। ଠାକୁର ଗାଧେଇବାକୁ ଯିବେ। ଠାକୁର ଯେତେବେଳେ ତାଙ୍କର ସାର୍ଟଟି ଖୋଲି ଦେଇଛନ୍ତି, ବୀରେନ ରାୟ ଦେଖନ୍ତି ଲାଲ ଏବଂ କଳା ରଙ୍ଗର ଦାଗ ଠାକୁରଙ୍କର ପିଠିରେ। ଚମକି ପଡି ବୀରେନ୍ଦା ପଚାରୁଛନ୍ତି, ଠାକୁର ଇଏ କଣ, ଇଏ କି ଦାଗ ଆପଣଙ୍କର ପିଠିରେ? ଠାକୁର କିଛି ସମୟ ନୀରବ ରହନ୍ତି। ବୀରେନ୍ଦା ପୁଣି ପଚାରୁଛନ୍ତି, ଠାକୁର ଇଏ କଣ, କି ଦାଗ ଆପଣଙ୍କ ପିଠିରେ? ଠାକୁର କହୁଛନ୍ତି, ବିରୁଦା, ସେଇ ଯେ ଘୋଡା ଗାଡିର ଚାଳକ ଯୋଉ ଚାବୁକ ମାରୁଥିଲା, ସେଇ ଦାଗ। ବିରୁଦା କହୁଛନ୍ତି, ଠାକୁର, ଘୋଡା ଗାଡିର ଚାଳକ ଘୋଡାକୁ ଚାବୁକ ମାରୁଥିଲା, ଆପଣଙ୍କ ପିଠିରେ ଦାଗ କଣ? ଠାକୁର କହୁଛନ୍ତି, ବିରୁଦା, ଯେତେବେଳେ ସେ ଚାବୁକ ମାରୁଥିଲା, ମୋର ମନେ ହଉଥିଲା ମୁଁ ଘୋଡା ଭିତରେ ଥିଲି ବୋଲି। ମୋର ମନେ ହଉଥିଲା ମୁଁ ହିଁ ଥିଲି ଘୋଡା ଭିତରେ। ବିରୁଦା ଆଶ୍ଚର୍ଯ୍ୟ ହେଇ କହୁଛନ୍ତି, ଠାକୁର କଣ କହୁଛନ୍ତି ଆପଣ? ଆପଣ ଥିଲେ ଘୋଡା ଭିତରେ? ଆପଣ ଘୋଡା ଭିତରେ ଥିଲେ କେମିତି? ଠାକୁର କହିଲେ, ହଁ, ମୋର ମନେ ହଉଥିଲା ଯେମିତି ମୁଁ ହିଁ ସେଇ ଘୋଡା, ମତେ ହିଁ ସେ ମାରୁଛି। ବିରୁଦା କହୁଛନ୍ତି, ଠାକୁର ଏ ସମ୍ଭବ କେମିତି? ଠାକୁର କହୁଛନ୍ତି, କାହିଁକି? ତମର କଣ ଏମିତି ହେଇନି? ତମର ଏମିତି କଣ ଅନୁଭୂତି ହେଇନି? ତମ ଛୁଆ ଯଦି କେତେବେଳେ ପଡିଯାଏ, ରାସ୍ତାରେ ଖଣ୍ଡିଆ ହେଇଯାଏ, ତମକୁ କଣ ମନେ ହୁଏ ନା ତମେ ପଡିଯାଇଛ ବୋଲି? ତାର ଯନ୍ତ୍ରଣା ଠାରୁ ଅଧିକା ଯନ୍ତ୍ରଣା କଣ ତମର ଅନୁଭବ ହୁଏ ନା? ତମର ପୁଅ ବା ଝିଅର ଶରୀର ଅସୁସ୍ଥ ଥିଲା ବେଳେ ମନେ ହୁଏ ନା ଯେମିତି ତମେ କଣ ଅସୁସ୍ଥ ହେଇଯାଇଛ ବୋଲି? ବିରୁଦା କହୁଛନ୍ତି, ହଁ, ସେମିତି ତ ହୁଏ। ଠାକୁର କହିଲେ, ତାହେଲେ ମୋର କାହିଁ ହବ ନାହିଁ?
ବିରୁଦା କହିଲେ ହେଲେ ଠାକୁର ସେମାନେ ତ ମୋର ସନ୍ତାନ, ମୋର ପୁଅ ଝିଅ, ତାଙ୍କୁ କଷ୍ଟ ଲାଗିଲେ ତ ମତେ କଷ୍ଟ ଲାଗେ, ସେମାନେ ତ ମୋର ଅଂଶ, ମୁଁ ତ ସେମାନଙ୍କର ଅଂଶ। ଠାକୁର କହିଲେ କାହିଁକି? ମୁଁ କଣ ସେ ଘୋଡାର ଅଂଶ ନୁହେଁ? ଘୋଡା କଣ ମୋର ଅଂଶ ନୁହେଁ? ନିଜ ପିଲାପିଲି ସନ୍ତାନ ସନ୍ତତିଙ୍କ କ୍ଷେତ୍ରରେ ଯଦି ହେଇପାରେ, ତାହେଲେ ସମସ୍ତଙ୍କ କ୍ଷେତ୍ରରେ କାହିଁକି ହେଇପାରେ ନା? ବିରୁଦା କହୁଛନ୍ତି ଠାକୁର ସେଇଟା କେମିତି ସମ୍ଭବ? ଠାକୁର କହୁଛନ୍ତି ତୁମେ ଯଦି ଏଇ କଥା ହୃଦୟଙ୍ଗମ କରିଥାଅ ଯେ ବିଶ୍ବ ବ୍ରହ୍ମାଣ୍ଡରେ ସବୁ କିଛି ସେଇ ପରମ ପିତାଙ୍କର ସ୍ରଷ୍ଟାଙ୍କର ସୃଷ୍ଟି, ଏଭ୍ରିଥିଂ ଇଜ ଦ କ୍ରିଏସନ ଅଫ ଦ କ୍ରିଏଟର, ପରମ ପିତାଙ୍କର ଅଂଶ ସମସ୍ତଙ୍କ ଭିତରେ ସମାହିତ ଅଛି, ତୁମରି ଭିତରେ, ସେ ଘୋଡାଟି ଭିତରେ, ଏ ବିଶ୍ବ ବ୍ରହ୍ମାଣ୍ଡରେ ସବୁ କିଛି ଭିତରେ। এইটা ଯଦି ବୋଧ ଭିତରେ ତୁମେ ଆଣିଥାଅ, ତାହେଲେ ସମସ୍ତଟା ଭିତରେ ନିଜକୁ ଅନୁଭବ କରିପାରିବ। ଏଇ ଯୋଉ କଥାଟି ଆମେ କହୁଥିଲେ, ଟୁ ନୋ ଦ ପ୍ୟାସନ ଫ୍ରୁଟ ବାଇ ବିକମିଂ ଏ ପ୍ୟାସନ ଫ୍ରୁଟ, ସେ ଠାକୁର ତାହାକୁ କହିଛନ୍ତି ସର୍ବଭୂତରେ ଆତ୍ମବୋଧ। ମଦାତ୍ମା ସର୍ବଭୂତାତ୍ମା, ମୋରି ଆତ୍ମା ଅଛି ସବୁ ଆତ୍ମା ଭିତରେ, ସମସ୍ତଙ୍କ ଭିତରେ ମୁଁ ହିଁ ଅଛି। ସେନ୍ସିଂ ଅଫ ସେଲ୍ଫ ଇନ ଦ କ୍ରିଏସନ, ସର୍ବଭୂତରେ ଆତ୍ମବୋଧ। ଏଇ ଯେ ସର୍ବଭୂତରେ ଯୋଉ ଆତ୍ମବୋଧ, এই ହେଉଛି ଚେତନାର ସବୁଠାରୁ ଉଚ୍ଚତମ ସ୍ତର, ଆଉ ଉପରେ ଆଉ କିଛି ସ୍ତର ନାହିଁ। ଏ ବିଶ୍ବ ବ୍ରହ୍ମାଣ୍ଡ ଭିତରେ ନିଜକୁ ଅନୁଭବ କରିପାରିବା, ନିଜକୁ ସାମିଲ କରିଦେଇ ପାରିବା, to feel oneself, to feel myself within the universe, ସେଇ ହେଉଛି the highest level of consciousness। ଯେଉଁ ମଣିଷଟି ତାହା ହାସଲ କରିଛି, ସିଏ ମାନବୀୟ ଉତ୍କୃଷ୍ଟତାର ଚରମତାରେ ପହଞ୍ଚି ପାରିଛି। ଏବଂ ତାହା ହିଁ ହେଉଛି ଯାହା ଶ୍ରୀ ଠାକୁର ଶାସ୍ତ୍ରରୁ ଉଦ୍ଧାର କରି ଠାକୁର କହୁଛନ୍ତି ବ୍ରହ୍ମବିତ୍ ବ୍ରହ୍ମ ଏ ଭବତି। এই ବ୍ରହ୍ମକୁ ଯିଏ ଜାଣେ, ଏ ବ୍ରହ୍ମକୁ ଜାଣିବାର ଅର୍ଥ এই ସମଗ୍ର ବିଶ୍ବ ବ୍ରହ୍ମାଣ୍ଡ ଭିତରେ ନିଜକୁ ଯିଏ ସାମିଲ କରିପାରେ, ନିଜକୁ ଯିଏ ଅନୁଭବ କରିପାରେ, ସେ ହିଁ ବ୍ରହ୍ମକୁ ବୁଝିପାରେ। ଖାଲି ତଥାକଥିତ ଭାବରେ ଥିଓରିଟିକାଲ କଥା ଜାଣିଲେ ହବନି। ଯେତେବେଳେ ନିଜର ଚେତନାର ଭିତରେ এই ସର୍ବଭୂତରେ ଆତ୍ମବୋଧକୁ ଯିଏ ଅନୁଭବ କରିପାରେ, ସେତେବେଳେ କଣ ସେ କାହାକୁ କଷ୍ଟ ଦେଇପାରେ? ତାର କଣ କାହା ସହିତ ଝଗଡା ହେଇପାରେ? ତାର କଣ କାହା ସହିତ ବିବାଦ ହେଇପାରେ? ତାର କଣ କାହା ସହିତ ମନମୁଟାବ ହେଇପାରେ? ସମ୍ଭବ ନୁହେଁ। କାରଣ ସେତେବେଳେ ସେ ଭାବେ ଯେ ସମସ୍ତ ବିଶ୍ୱଟା ହେଉଛି, the whole universe is an extension of me, ମୋର ଗୋଟିଏ ଏକ୍ସଟେନସନ ହଉଛନ୍ତି ସମସ୍ତେ। ମୁଁ ଏକ୍ସଟେଣ୍ଡ ହେଇଗଲେ ଆପଣମାନେ ଏକ୍ସଟେଣ୍ଡ ହେଇଗଲେ ମୁଁ, ଆପଣ ଯିଏ ମୁଁ ସିଏ, ମୁଁ ଯିଏ ଆପଣ ସିଏ, କୌଣସି ଫରକ ନାହିଁ। ଏଇ ସର୍ବଭୂତରେ ଆତ୍ମବୋଧ ଯେତେବେଳେ ହୁଏ, ସେତେବେଳେ ବିବାଦର କୌଣସି ସମ୍ଭାବନା ନାହିଁ। ସେ ଠାକୁର ସେଇଥିପାଇଁ ଇଣ୍ଟରେଷ୍ଟେଡନେସ ର କଥା କହିଛନ୍ତି, ପାରସ୍ପରିକତା। ଆପଣଙ୍କର ସ୍ୱାର୍ଥ ସେତେବେଳେ ହେଇ ଉଠେ ମୋର ସ୍ୱାର୍ଥ, ଆପଣଙ୍କ ସ୍ୱାର୍ଥକୁ ପୂର୍ଣ୍ଣ କରିବା ପାଇଁ ସେତେବେଳେ ମୁଁ ଉଦ୍ବିଗ୍ନ ହେଇ ଉଠେ, ବ୍ୟସ୍ତ ହେଇ ଉଠେ, ମୋର ସ୍ୱାର୍ଥ ଆଡକୁ ସେତେବେଳେ ନଜର ରହେ ନା। ସେଇଭଳି ସ୍ତରରେ ଆମମାନେ ପହଞ୍ଚିବା ହଉଛି ଚେତନାର ଏଇ ଦିବ୍ୟ ଚେତନା ଆଡକୁ ଅଗ୍ରସର ହବା, ତାହା ହିଁ ହଉଛି ଦ ଜର୍ଣ୍ଣି ଟୁୱାର୍ଡ ସୁପ୍ରିମ କନସିୟସନେସ। ପରମ ଚୈତନ୍ୟ ହଉଛି ତାହା, ପରମ ଚୈତନ୍ୟକୁ ଅନୁଭବ କରିବା ହଉଛି ତାହା। ଜଣେ ପାଶ୍ଚାତ୍ୟ ମନୀଷୀ କହିଛନ୍ତି, ଡୋଣ୍ଟ ଥିଙ୍କ that you are a drop in the ocean, think that you are an ocean in a drop। ତମେ ନିଜକୁ ଛୋଟ ବୋଲି ମନେ କର ନା, ହୀନ ବୋଲି ମନେ କର ନା,
କେବେ ବି ଭାବନା ଯେ ତୁମେ ମହାସମୁଦ୍ରର ଗୋଟିଏ ବିନ୍ଦୁ, ଏକଥା କେବେ ମଧ୍ୟ ଭାବନା। ବରଂ ଏଇ କଥା ବିଶ୍ୱାସ କରିନିଅ ଯେ ତୁମେ ହଉଛ ଗୋଟିଏ ବିନ୍ଦୁ ଭିତରେ ଏକ ମହାସାଗର। ତୁମେ ହେଇପାର ଆକାରରେ, ତୁମେ ହେଇପାର ଛୋଟିଆ ମଣିଷଟିଏ, ଛୋଟିଆ ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡରେ ତୁମେ ବିନ୍ଦୁଟିଏ ଭଳି ହେଇପାର, କିନ୍ତୁ ତୁମେ ହଉଛ ଏ ଗୋଟିଏ ବିନ୍ଦୁ ଭିତରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ। ୟୁ ଆର୍ ଦ ୟୁନିଭର୍ସ ଇନସାଇଡ୍ ୟୁର ସେଲ୍ଫ। ଶ୍ରୀ ଠାକୁର କହୁଛନ୍ତି ଏଭ୍ରି ହ୍ୟୁମାନ୍ ବିଇଂ ଇଜ ଏ ଲିଭିଂ ୟୁନିଭର୍ସ। ପ୍ରତିଟି ମଣିଷ ହଉଛି ଗୋଟିଏ ଜୀବନ୍ତ ବିଶ୍ୱ ବ୍ରହ୍ମାଣ୍ଡ। ପ୍ରତିଟି ମଣିଷ ହଉଛି ଅନନ୍ତ ଶକ୍ତିର ଅଧିକାରୀ। ପ୍ରତିଟି ଶକ୍ତି ଭିତରେ ଅଛି ଇନଫିନାଇଟ୍ ପୋଟେନ୍ସିଆଲ, ଅନଲିମିଟେଡ ପସିବିଲିଟିଜ। ଅସମ୍ଭବ ସମ୍ଭାବନା ଅଛି ପ୍ରତିଟି ମଣିଷ ଭିତରେ। ଅନନ୍ତ ପ୍ରତିଭା ଅଛି ପ୍ରତିଟି ମଣିଷ ଭିତରେ। এই ହଉଛି ମାନବୀୟ ଉତ୍କୃଷ୍ଟତା। କିନ୍ତୁ ଏଇ ଅନନ୍ତ ସମ୍ଭାବନାକୁ, ଏଇ ଅନଲିମିଟେଡ ପସିବିଲିଟିଜ କୁ ବୁଝିବା ପାଇଁ ମଣିଷ ଭିତରେ ଚେତନାକୁ ଜାଗ୍ରତ କରିବାକୁ ହବ। ମଣିଷ ଯଦି ଚେତନାକୁ ଜାଗ୍ରତ ନ କରିପାରେ, ତାହେଲେ ସେ ନିଜ ଭିତରେ ଥିବା ପ୍ରତିଭାକୁ ବୁଝିବ କିଭଳି, ନିଜର ପରିଚୟ ସେ କିଭଳି ପାଇବ, ସେ କିଭଳି ଭାବରେ ବୁଝିବ ଏ ବିଶ୍ୱ ବ୍ରହ୍ମାଣ୍ଡକୁ, କିଭଳି ଭାବରେ ବୁଝିବ ଯେ ସେ ବିଶ୍ୱ ବ୍ରହ୍ମାଣ୍ଡର ଅଂଶ ବୋଲି, କିଭଳି ଭାବରେ ସେ ବୁଝିବ ଯେ ତା ଭିତରେ ସମାହିତ ହିଁ ରହିଛି ଏ ବିଶ୍ୱ ବ୍ରହ୍ମାଣ୍ଡ। ଏଇ ପରମ ଚୈତନ୍ୟ ଅଧିକାରୀ ନ ହେବା ପର୍ଯ୍ୟନ୍ତ ମଣିଷ ସେ କଥା ବୁଝିବା ମଣିଷ ପକ୍ଷରେ ସମ୍ଭବ ନୁହେଁ। এই ମାନବୀୟ ଉତ୍କୃଷ୍ଟତା ଭିତରେ ଅଛି ସଚେତନତା। এই ସଚେତନତା ଭିତରେ ପ୍ରଥମ କଥା ହଉଛି ମଣିଷର ଆତ୍ମ ପରିଚୟ। I am a universe in a drop of water। এই যে ସଚେତନତା, ତାହା ହିଁ ମଣିଷକୁ ତାର ଉତ୍କୃଷ୍ଟତା ଆଡକୁ ନେଇଯାଇପାରେ। ସେ ଠାକୁର କହୁଛନ୍ତି ପ୍ରତିଟି ମଣିଷ ଅନନ୍ତ ଶକ୍ତିର ଅଧିକାରୀ, ଇନଫିନାଇଟ୍ ପୋଟେନ୍ସିଆଲ ର ଅଧିକାରୀ, କିନ୍ତୁ ମଣିଷ ଜାଣେ ନା ଯେ ତା ଭିତରେ এই ଅପରିସୀମ ପ୍ରତିଭା ଅଛି ବୋଲି, ଜାଣେ ନା ତା ଭିତରେ ଅନନ୍ତ ଶକ୍ତି ଅଛି ବୋଲି, ଅନଲିମିଟେଡ ପସିବିଲିଟି ଅଛି ବୋଲି, ଅସମ୍ଭବ ସମ୍ଭାବନା ଅଛି ବୋଲି। একথা ସେ ଜାଣେ ନା। ଯେହେତୁ ସେ ଜାଣେ ନା, ସେଇଥିପାଇଁ ସେ ଏକ ସାଧାରଣ ଜୀବନର ଅଧିକାରୀ ହୁଏ। ତା ଭିତରେ ଅସାଧାରଣ ଶକ୍ତିର ସଞ୍ଚାର ଅଛି, ସଞ୍ଚିତ ହେଇ ରହିଛି ତା ଭିତରେ ଅସାଧାରଣ ଶକ୍ତି, ସେ କଥା ସେ ଜାଣେ ନା। ସେଇଥିପାଇଁ ଏକ ସାଧାରଣ ଜୀବନ ସେ ଅତିବାହିତ କରି ଏ ଦୁନିଆରୁ ବିଦାୟ ନେଇ ଚାଲିଯାଏ। ଆମେ ମାନେ ପ୍ରତ୍ୟେକ ସେଇ ଉତ୍କୃଷ୍ଟତାର ଅଧିକାରୀ, ସେଇ ମାନବୀୟ ଉତ୍କୃଷ୍ଟତାର ଅଧିକାରୀ, ହେଲେ ଆମେ ମାନେ ଜାଣନ୍ତି ନାହିଁ। ସେଇଥିପାଇଁ এই ଅଜ୍ଞାନତା ହେତୁ ଏକ ସାଧାରଣ ଜୀବନ ଯାପନ କରି ପୁଣି ଫେରିଯାଆନ୍ତି ଏ ଦୁନିଆରୁ। ତାଠାରୁ ଦୁଃଖର ବିଷୟ ଆଉ କଣ ହେଇପାରେ? ସେଇଥିପାଇଁ ଶ୍ରୀ ଠାକୁର, ସେଇଥିପାଇଁ ଆମମାନେ କରନ୍ତି କଣ? ଆମ ମାନଙ୍କର ଏଇ ଦିବ୍ୟ ଜୀବନର ଜ୍ଞାନ ନଥିବା ହେତୁ ଏକ ସାଧାରଣ ଜୀବନ ଯାପନ କରି ଆମମାନେ ଚାଲିଯାଆନ୍ତି। ଜଣେ ଭକ୍ତ ଶ୍ରୀ ଠାକୁରକୁ ପଚାରୁଛନ୍ତି ଜଡ ଏବଂ ଚେତନ ଭିତରେ ଫରକଟା କଣ? ସେ ଭାବିଥିଲେ ଠାକୁର ହୁଏତ କହିବେ ମାଟି, ଗୋଡି, ପଥର, ବାଲି ଏସବୁ ହଉଛି ଜଡ, ଆଉ ପଶୁ, ପକ୍ଷୀ, ମଣିଷ ଏମାନେ ହଉଛନ୍ତି ଚେତନ। ଠାକୁର କିନ୍ତୁ ଅଲଗା ଗୋଟିଏ କଥା କହିଲେ। ଠାକୁର କହିଲେ ଜଡ ହଉଛି ସିଏ ଯିଏ ସବୁଦିନ ଭଲ ଲାଭ କ୍ଷତିର ହିସାବ ନିକାଶ ନେଇ ଲାଗି ରହିଥାଏ। ଟଙ୍କା, ପଇସା, ଧନ, ସମ୍ପତ୍ତି, ଧନ, ଦୌଲତ, ଲାଭ କ୍ଷତିର ହିସାବ ନେଇ ଯିଏ ଲାଗି ରହିଥାଏ ସବୁଦିନେ, ସିଏ ହଉଛି ଜଡ। ଚେତନ ହଉଛି ସିଏ ଯେ ସବୁର ଉର୍ଦ୍ଧ୍ୱରେ, ସବୁ କିଛି ଥାଇ ମଧ୍ୟ, ଥାଉ ବା ନଥାଉ ଏସବୁ ପ୍ରତି ଯାହାର ଆସକ୍ତି ନଥାଏ, ସିଏ ହଉଛି ବାସ୍ତବିକ ଭାବରେ ଚେତନ।
ତାହେଲେ ଜଡ କିନ୍ତୁ ମାଟି ପଥର ଗୋଡେଇ ଲୁହା ନୁହେଁ, ଏ ଜଡ ହଉଛି ମଣିଷ। ସେଇ ମଣିଷ ଯାହା ଭିତରେ ନିଜର ଆତ୍ମ ପରିଚୟର ଅଭାବ, ଯିଏ ଭାବେ ସିଏ ହଉଛି ତାର ଶରୀର, ସିଏ ହଉଛି ତାର ଟଙ୍କା ପଇସା ହଉଛି ତାର ଅସ୍ତିତ୍ୱର ପରିଚୟ, ତାର ଡିଗ୍ରୀ ଡିପ୍ଲୋମା ପଦବୀ ହଉଛି ଏ ସବୁ ଲାଭ କ୍ଷତି କମ ବେଶୀର ହିସାବ ନିକାଶ ନିଏ ଯେ ସବୁବେଳେ ଲାଗି ରହିଥାଏ, ସିଏ ହଉଛି ଜଡ। ତା ଭିତରେ ଚେତନାର ବିକାଶ ଆଦୌ ହେଇନାହିଁ, ସେ ମଣିଷ ହେଇ ମଧ୍ୟ। ରାମକୃଷ୍ଣ ପରମହଂସ ଦେବଙ୍କ ସେଇ କଥାଟି ମନେ ପଡେ ଏଇ ପ୍ରସଙ୍ଗରେ। ସେ କହୁଛନ୍ତି ଯେ ଈଶ୍ୱରଙ୍କ ପାଖକୁ ଯାଇ ଯିଏ ଟଙ୍କା ପଇସା ମାଗେ ତାଠୁ ବୋକା ଆଉ କିଏ ଅଛି। ରାମକୃଷ୍ଣ ଦେବ କହୁଛନ୍ତି ଯେ ରାଜାଙ୍କ ପାଖକୁ ଯାଇକି କିଏ କଣ ଆଳୁ ପୋଟଳ ବାଇଗଣ କଖାରୁ ମାଗେ? ରାଜାଙ୍କ ପାଖକୁ ଯାଇ ମଣିଷ ଧନ ଦୌଲତ ସିନା ମାଗିନିଏ। ସେମିତି ଈଶ୍ୱରଙ୍କ ପାଖକୁ ଯାଇ ରାଜାଙ୍କ ପାଖକୁ ଯାଇକି ଆଳୁ ପୋଟଳ ବାଇଗଣ ମାଗିବା, ଗାଜର ମାଗିବା ଯେମିତି, ଈଶ୍ୱରଙ୍କ ପାଖକୁ ଯାଇକି ଧନ ସମ୍ପତ୍ତି ଟଙ୍କା ପଇସା ମାଗିବା ହଉଛି ଠିକ ସେଇଭଳି। ସେ କହୁଛନ୍ତି ଈଶ୍ୱରଙ୍କ ପାଖକୁ ଯଦି କିଛି ମାଗିବାକୁ ହୁଏ ତାହେଲେ ହଉଛି, ହେ ଈଶ୍ୱର ମତେ ଚେତନା ଦିଅ, ମତେ ବୁଦ୍ଧି ଦିଅ, ମତେ ଜ୍ଞାନ ଦିଅ, ମତେ ଶକ୍ତି ଦିଅ। ଏହା ହିଁ ମଗାଯାଏ ଈଶ୍ୱରଙ୍କ ଠାରୁ। ଈଶ୍ୱରଙ୍କ ପାଖରୁ ମଗାଯାଏ ନା ଧନ ସମ୍ପତ୍ତି ଦିଅ, ଟଙ୍କା ପଇସା ଦିଅ, ପ୍ରମୋସନ କରିଦିଅ ଚାକିରିରେ, ପୁଅ ଝିଅଙ୍କର ବାହାଘର କରେଇ ଦିଅ, ଇତ୍ୟାଦି ଇତ୍ୟାଦି। ସେଇଭଳି ଯିଏ ମାଗେ ସେ ଜଡ ନୁହେଁ ତ ଆଉ କଣ। ଈଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ହୁଏ, ପ୍ରଭୁ ମତେ ଚେତନା ଦିଅ, ସେ ଦିବ୍ୟ ଚେତନାର ଅଧିକାରୀ କରିଦିଅ। ସେ ଦିବ୍ୟ ଚେତନାର ଅଧିକାରୀ ହେଇ ଯେତେବେଳେ ମୁଁ ମୋର ଆତ୍ମ ପରିଚୟ ପାଇପାରେ। ମଣିଷର ଆତ୍ମ ପରିଚୟ ଆଜି ତାର ଜୀବନରେ ନାହିଁ। ମଣିଷ ଜାଣେ ନା ସେ କଣ ତାର ବାସ୍ତବ ପରିଚୟ। କାରଣ এই ଅନନ୍ତ ଜୀବନର ଯୋଉ ଯାତ୍ରା, ସେଇ ଯାତ୍ରାରେ ଯାହା କିଛି ସେ ସାଉଁଟି ନେଇଛି, ଯାହା କିଛି ସେ ହାସଲ କରିଛି, ତାର ସ୍ମୃତି ଭିତରେ ଆଜି କିଛି ନାହିଁ। ଆଜି ସେ ଯାହା ଦେଖେ ତାହାକୁ ସତ୍ୟ ବୋଲି ଭାବେ। ସେ ଦେଖେ ସେ ଅମୁକ ବ୍ୟକ୍ତିଙ୍କର ସନ୍ତାନ, ଭାବେ ତାର ସେ ହଉଛି ପରିଚୟ। ସେ ଭାବେ ହଉଛି ସେ ଅମୁକ ପଦବୀର ଅଧିକାରୀ, ସେ ଭାବେ ହଉଛି ତାହା ହଉଛି ତାର ପରିଚୟ। କିନ୍ତୁ ଏସବୁ ଗୋଟେ ଯାତ୍ରାର ଭୂମିକା ଛଡା ଆଉ କିଛି ନୁହେଁ, ନାଟକର ଭୂମିକା ଛଡା ଆଉ କିଛି ନୁହେଁ। এই যে ସୁବାସ ଭାଇ କହିଲେ ମୁଁ ୱିପ୍ରୋ କମ୍ପାନୀର ଟ୍ୟାଲେଣ୍ଟ ଟ୍ରାନ୍ସଫର୍ମେସନ ର ଗ୍ଲୋବାଲ ହେଡ, ମୁଁ ଯଦି ଭାବି ବସେ ମୁଁ ହଉଛି ସେଇଆ, ତାହେଲେ ମୋ ଠାରୁ ଅଚେତନ ଏବଂ ଅଜ୍ଞାନ କିଏ ଅଛି? ତାହା କେବଳ ମୋର ଏକ ସାମୟିକ ଭୂମିକା ମାତ୍ର, ମୁଁ କିନ୍ତୁ ତାହା ନୁହେଁ। ଯାତ୍ରାରେ ବା ନାଟକରେ ଅଭିନୟ କରୁଥିବା, ପାଗଳ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଭଲ ଭାବରେ ଜାଣନ୍ତି ଯେ ସେ ପାଗଳ ନୁହନ୍ତି, ସେ ଜଣେ ସାଧାରଣ ସୁସ୍ଥ ମାନସିକ ଭାବରେ ଚେତନ ଏବଂ ସୁସ୍ଥ ମଣିଷ, ସେ ପାଗଳ ନୁହନ୍ତି। କିନ୍ତୁ ମଞ୍ଚ ଉପରେ ଅଭିନୟ କରୁ କରୁ ଯଦି ସେ ନିଜର ପରିଚୟ ଭୁଲି ଯାଆନ୍ତି ଯେ ସେ ଜଣେ ସୁସ୍ଥ ମଣିଷ ବୋଲି, ସତରେ ଯଦି ଭାବି ବସନ୍ତି ସେ ପାଗଳ ବୋଲି, ତାହେଲେ କଣ ଯେ ହେଇପାରେ ଅବସ୍ଥା ମଞ୍ଚ ଉପରେ, ତାର କଣ କିଛି କୂଳ କିନାରା ଅଛି? ଆମମାନଙ୍କର ଠିକ ସେଇ ଅବସ୍ଥା। ଆମମାନଙ୍କର ଅନନ୍ତ ଜୀବନର ପରିଚୟ ନାହିଁ। ସେଇ ବିଶ୍ୱ ପିତାଙ୍କର ସନ୍ତାନ ଆମେ ମାନେ, ସେଇ ପରିଚୟ ଆମମାନଙ୍କର ନାହିଁ। ଥିଓରିଟିକାଲି ହୁଏତ ଜାଣନ୍ତି କିନ୍ତୁ ବୋଧ ଭିତରେ ନାହାନ୍ତି, ବୋଧ ଭିତରେ ନାହିଁ। ସେଇଥିପାଇଁ ତ ଏଇ ଲାଭ କ୍ଷତି ଭଲ ମନ୍ଦର ହିସାବ ନିକାଶ, ସେଇଥିପାଇଁ ତ ଏତେ କ୍ରୋଧ, ସେଇଥିପାଇଁ ତ ଏତେ ହିଂସା, ଏତେ ରାଗ ଅଭିମାନ, ସେଇଥିପାଇଁ ତ ମନ ଅଭିମାନ କରି ବସି ରହିବା, ମଣିଷ ଠାରୁ ଦୂରେଇ ଯିବା, ଅନ୍ୟ ଉପରେ ଅଭିମାନ କରି ବସି ରହିବା। କାରଣ ମୁଁ ଭାବେ ମୁଁ ହିଁ ମୋର ନାଁ ହିଁ ହଉଛି ମୋର ପରିଚୟ, ମୋର ପଦବୀ ହିଁ ହଉଛି ମୋର ପରିଚୟ,
ମୋର ଶରୀର ହିଁ ହଉଛି ମୋର ପରିଚୟ। ସେଇଥିପାଇଁ ଏତେ ସବୁ କିଛି ଏଇ ମାୟା ମୋହର ବନ୍ଧନ ଭିତରେ। ବାସ୍ତବ ପରିଚୟ ଯେତେବେଳେ ମଣିଷର ଚେତନା ଭିତରେ ଆସିଯାଏ, ସେତେବେଳେ ସେଇ ଚରମ ଉତ୍କର୍ଷତା ଆଡକୁ ମଣିଷ ଆଗେଇବାକୁ ଆରମ୍ଭ କରେ। ମଣିଷ ସେତେବେଳେ ଆଉ କିଛି ଚିନ୍ତା କରେ ନା, ଆଉ କିଛି ସେତେବେଳେ ତାକୁ ପଛକୁ ଟାଣି ଆଣି ପାରେ ନା। ତାହାକୁ କୁହାଯାଇପାରେ ଚେତନାର ଉର୍ଦ୍ଧ୍ୱ ସ୍ତରକୁ ଯିବା, ଏଇ ଚେତନାର ଏଇ ଯାତ୍ରାରେ ଉର୍ଦ୍ଧ୍ୱଗାମୀ ହବା। ଉଦାହରଣ ଦେଇ ଯଦି ବୁଝିବାକୁ ହୁଏ, ମଣିଷ ଗୋଟିଏ ଉଡାଜାହାଜ ସାହାଯ୍ୟରେ ଉପରକୁ ଯାଇପାରେ। ଯେମିତି ଚେତନାରେ ଉପର ସ୍ତରକୁ ଯିବା କଥା ଆମମାନେ କହୁଛନ୍ତି, ଠିକ ସେଇଭଳି ମଣିଷ ତାର ଶରୀର ଶାରୀରିକ ଭାବରେ ଯଦି ଉପରକୁ ଯିବାକୁ ହୁଏ, ତାହେଲେ ଗୋଟେ ଉଡାଜାହାଜ ମାଧ୍ୟମରେ ଆକାଶକୁ ଯାଇପାରେ। ଯେତେବେଳେ ମଣିଷ ଉଡାଜାହାଜରେ ଆକାଶରେ ଖୁବ ଉପରେ ଥାଏ, ସେତେବେଳେ ସେ ଯେତେବେଳେ ଝରକା ବାଟେ ତଳକୁ ଦେଖେ, ସେତେବେଳେ ମନେ ହୁଏ ସବୁ କିଛି ଏକାକାର। ପାହାଡ, ପର୍ବତ, ନଦୀ, ନାଳ ସବୁ ସମାନ ମନେ ହୁଏ। କିଏ ଉପରେ ବା କିଏ ତଳେ, କାହାର ଆକାର ଉଚ୍ଚ, କାହାର ଆକାର ନିଚ୍ଚ, ତାହାର କୌଣସି ମେଜରମେଣ୍ଟ ସେ କରିପାରେ ନା। ଉପରକୁ ଯେତେବେଳେ ମଣିଷ ଚାଲିଯାଏ, ସେତେବେଳେ ସବୁ କିଛି ସମାନ ବୋଧ ହୁଏ। ଠିକ ସେଇଭଳି ଭାବରେ ମଣିଷ ତାର ଚେତନାକୁ ଯେତେବେଳେ ଉପରକୁ ନେଇଯାଏ, ସେତେବେଳେ ସବୁ କିଛି ସମାନ ମନେ ହୁଏ। ସେତେବେଳେ ପ୍ରଶଂସା ଏବଂ ନିନ୍ଦା ଦୁଇଟି ହିଁ ତାକୁ ନା ଆହ୍ଲାଦିତ କରେ ନା ବିଚଳିତ କରେ। ନିନ୍ଦା, ଅପମାନ, ମାନ, ଅଭିମାନ ଏସବୁ ତାକୁ କିଛି ସ୍ପର୍ଶ କରେ ନା। କାହାର ଚାଟୁକାରୀ କଥା ତାକୁ ଆହ୍ଲାଦିତ କରେ ନା, କାହାର ପ୍ରଶଂସା ତାକୁ ଏକ୍ସାଇଟେଡ କରେ ନା, କାହାର ନିନ୍ଦା ବା ଅପମାନ, କାହାର ଦୁର୍ବ୍ୟବହାର ବା କୁବ୍ୟବହାର ସେତେବେଳେ ତାକୁ ବିଚଳିତ କରେ ନା, ତା ମନରେ କଷ୍ଟ ଦିଏ ନା। କାରଣ ସେ ଭାବେ ଯେ ଲୋକଟି କୌଣସି ପରିସ୍ଥିତିରେ ଏଇଭଳି ବ୍ୟବହାର କରିଛି, ବା ଏଇ ଲୋକଟିର ଅଜ୍ଞାନତା, ଜ୍ଞାନର ତାର ବୋଧର ସେତିକି ବିକାଶ ହେଇନି। ତେଣୁ କାହାଠାରୁ ପ୍ରଶଂସା ବା ନିନ୍ଦା ତାକୁ ସେତେବେଳେ ବିଚଳିତ କରେ ନା। ସେତେବେଳେ ସେ ଏକ ଉଦାରତାର ଭାବ ନେଇ ରହିଥାଏ। ସେତେବେଳେ ଏକ ଉଚ୍ଚ ସ୍ତରର ଚେତନା ଭିତରେ, ଭାବନା ଭିତରେ, ବୋଧ ଭିତରେ ଦେଇ ସେ ରହିଥାଏ। ସେ ଠାକୁର କହୁଛନ୍ତି, ଏଇ ହଉଛି ଏଇ ଚେତନାର ଯେ ପ୍ରଥମ ବିକାଶ, ପ୍ରଥମ କଥା ହଉଛି ତାର ଆତ୍ମ ପରିଚୟ। ଏ ଆତ୍ମ ପରିଚୟ ବିନା କିଛି ବି ସମ୍ଭବ ନୁହେଁ। ଏ ଆତ୍ମ ପରିଚୟ ଭିତରେ ଅଛି ଅନୁଭବ କରିବା ତାର ନିଜର ସ୍ୱତନ୍ତ୍ରତାକୁ, ତାର ବିଶେଷତ୍ୱକୁ, ତାର ବିଶେଷତାକୁ, ତାର ବୈଶିଷ୍ଟ୍ୟକୁ। ଠାକୁର କହୁଛନ୍ତି, ତୁମେ ମାନେ ସମସ୍ତେ ସମସ୍ତେ ପ୍ରତ୍ୟେକ ଗୋଟିଏ ଗୋଟିଏ ବିଶେଷ ବିଶେଷ ଗୁଣାବଳୀର ଅଧିକାରୀ। ତୁମେ ମାନେ ସମସ୍ତେ ସ୍ୱତନ୍ତ୍ର। Each one of you is distinct, unique. କିନ୍ତୁ ଏଇ ସ୍ୱତନ୍ତ୍ରଟାକୁ ତୁମମାନଙ୍କୁ ବୁଝିବାକୁ ହବ, ଜାଣିବାକୁ ହେବ। ବୁଝିବାକୁ ହେବ କଣ ତୁମର ବୈଶିଷ୍ଟ୍ୟ। ଏଇ ବିଶ୍ବ ଈଶ୍ୱରଙ୍କର ଅଂଶ ମୁଁ ହେଇପାରେ, ମୋ ଭିତରେ ଈଶ୍ୱର ଥାଇପାରନ୍ତି, କିନ୍ତୁ ଏଇ ସମଗ୍ର ବିଶ୍ବ ବ୍ରହ୍ମାଣ୍ଡ ଭିତରେ ମଧ୍ୟ ଈଶ୍ୱର ଥାଇପାରନ୍ତି। କିନ୍ତୁ ମୁଁ ଏବଂ ଏଇ ବିଶ୍ବ ବ୍ରହ୍ମାଣ୍ଡରେ ଅନ୍ୟମାନଙ୍କ ଭିତରେ ଯୋଉ ଡିଫରେନ୍ସ ବା ଫରକ, ତାହା ହଉଛି ମୋର ବୈଶିଷ୍ଟ୍ୟ, ତାହା ହଉଛି ଆପଣଙ୍କର ବୈଶିଷ୍ଟ୍ୟ। ଆମେମାନେ ସମସ୍ତେ ଏକ ହେଲେ ମଧ୍ୟ ଆମେମାନେ ସ୍ୱତନ୍ତ୍ର, ନିଜ ନିଜର ବୈଶିଷ୍ଟ୍ୟକୁ ନେଇ। ତ ଆତ୍ମ ପରିଚୟରେ ପ୍ରଥମ କଥା ହଉଛି ନିଜର ବୈଶିଷ୍ଟ୍ୟକୁ ବୁଝିବା, ନିଜର ଏଇ ସ୍ୱାତନ୍ତ୍ରତାଟାକୁ ବୁଝିବା, ନିଜର ସେ ୟୁନିକନେସକୁ ବୁଝିବା। ତାହା ଯଦି ମଣିଷ ନ ବୁଝେ, ତାହେଲେ ସେ ଉତ୍କୃଷ୍ଟ ହେବ କିପରି? ମଣିଷ ଉତ୍କୃଷ୍ଟ ହେଇ ଉଠେ ନିଜର ବୈଶିଷ୍ଟ୍ୟକୁ ନେଇ। ଜଣେ ଯଦି ଖୁବ ସୁନ୍ଦର ଗୀତ ଗାଇ ପାରନ୍ତି ଏବଂ ତାହା ହିଁ ଯଦି ତାଙ୍କର ବୈଶିଷ୍ଟ୍ୟ ହୁଏ, ତାହେଲେ ତାଙ୍କୁ ଯଦି ଚରମ ଉତ୍କୃଷ୍ଟତା ଲାଭ କରିବାକୁ ହୁଏ, ତାହେଲେ ତାଙ୍କର ସେଇ ବୈଶିଷ୍ଟ୍ୟଟାକୁ
ଆହୁରି ଅଧିକରୁ ଅଧିକ ପ୍ରସ୍ଫୁଟିତ ବିକଶିତ ଡେଭଲପ୍ଡ କରିବାକୁ ହବ, ତାହେଲେ ତ ସିଏ ବିଶିଷ୍ଟ ହେଇ ଉଠିବେ, ସୁପିରିୟର ହେଇ ଉଠିବେ। ହ୍ୟୁମାନ ଏକ୍ସେଲେନ୍ସ ସେତେବେଳେ ତ ସମ୍ଭବ ହବ। କିନ୍ତୁ ମୋର ବୈଶିଷ୍ଟ୍ୟକୁ ଛାଡି ମୁଁ ଯଦି ବ୍ୟବସାୟ କରିବାରେ ମନ ଦିଏ, ମୁଁ ଯଦି ଗଣିତ ପଢିବାରେ ମନ ଦିଏ, ଯାହା ମୋର ବୈଶିଷ୍ଟ୍ୟ ନୁହେଁ, ମୁଁ ସେଥିରେ ପାରଦର୍ଶିତା କିଛି ମାତ୍ରାରେ ହାସଲ କରିପାରେ, କିନ୍ତୁ ମୁଁ ଉତ୍କୃଷ୍ଟ ହେଇପାରିବି ନାହିଁ, ଚରମ ଉତ୍କୃଷ୍ଟତା ଲାଭ କରିପାରିବି ନାହିଁ, ମୋର ୟୁନିକନେସ କୁ ମୁଁ ହାସଲ କରିପାରିବି ନାହିଁ। ସେଇଥିପାଇଁ ଠାକୁର କହୁଛନ୍ତି ତୁମର ବୈଶିଷ୍ଟ୍ୟକୁ ଛାଡି ଆଗକୁ ଯିବାକୁ ଚେଷ୍ଟା କର ନା। ବୈଶିଷ୍ଟ୍ୟକୁ ଉଲ୍ଲଂଘନ କରି ଶିକ୍ଷାର ଅବତାରଣ କରିବା ଜୀବନକୁ ନପୁଂସକ କରିଦେବା, ଦୁଇଟି ଏକ କଥା। ତେଣୁ ଯେଉଁ ମଣିଷ ବାସ୍ତବିକ ମାନବୀୟ ଉତ୍କୃଷ୍ଟତା ହାସଲ କରିବାକୁ ଚାହେଁ, ପ୍ରଥମ କଥା ହଉଛି ତାକୁ ତାର ନିଜର ବୈଶିଷ୍ଟ୍ୟର ପରିଚୟ ବୁଝିବାକୁ ହେବ ଯେ ସେ କଣ ପାଇଁ ସ୍ୱତନ୍ତ୍ର। ସେ ଠାକୁର ଯେତେବେଳେ କହିଛନ୍ତି ଏଭ୍ରି ହ୍ୟୁମାନ ବିଙ୍ଗ ଇଜ ଏ ଲିଭିଂ ୟୁନିଭର୍ସ, ଅର୍ଥାତ୍ ପ୍ରତିଟି ମଣିଷ ହଉଛି ମାନବୀୟ ଉତ୍କର୍ଷତାର ଚରମରେ ପହଞ୍ଚିବାର ପ୍ରତିଭା ରଖିଥିବା ଗୋଟିଏ ବ୍ୟକ୍ତି, ଏବଂ ଏହି ଚରମ ଉତ୍କର୍ଷତା ସେତେବେଳେ ସମ୍ଭବ ହବ ଯେତେବେଳେ ମଣିଷ ତାର ବୈଶିଷ୍ଟ୍ୟକୁ ଚିହ୍ନି ପାରିବ। ତେଣୁ ଯୋଉମାନେ ପିତାମାତା ଯାହାଙ୍କର ସନ୍ତାନ ସନ୍ତତି ଅଛନ୍ତି, ସେମାନଙ୍କୁ ଗୋଟିଏ ଅନୁରୋଧ, ଆପଣଙ୍କ ସନ୍ତାନର ଏ ଯେ ବିଶେଷ ଗୁଣ ଗୁଡିକ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ଯଦି ଡାକ୍ତର ହବା ପାଇଁ ଚାହିଁଥିଲେ ହେଇପାରି ନାହାନ୍ତି, ତାହା ଆପଣଙ୍କ ସନ୍ତାନ ଭିତରେ ଦେଖିବାକୁ ଚେଷ୍ଟା କରନ୍ତୁ ନାହିଁ, ଆପଣଙ୍କ ସନ୍ତାନ ଭିତରେ ତାହା ଦେଖିବାକୁ ଚେଷ୍ଟା କରନ୍ତୁ ଯେଉଁ ବୈଶିଷ୍ଟ୍ୟ ନେଇ ସେ ଦୁନିଆକୁ ଆସିଛି। କାରଣ ତାର ସେଇ ବୈଶିଷ୍ଟ୍ୟତାକୁ ନେଇ ସେ ପ୍ରସ୍ଫୁଟିତ ହେଇ ଉଠିପାରେ, ତାର ବୈଶିଷ୍ଟ୍ୟତାକୁ ନେଇ ସେ ବିକଶିତ ହେଇପାରେ, ତାର ବୈଶିଷ୍ଟ୍ୟକୁ ନେଇ ସେ ସମାଜର ସେବା କରିପାରେ, ବିଶ୍ୱର ମଙ୍ଗଳ କରିପାରେ। ତାହା ଯଦି ନ ହୁଏ, ତାହାକୁ ଯଦି ଦବେଇ ଦିଆଯାଏ, ତାହେଲେ ତା ଜୀବନଟା ଦୁଃଖମୟ, ଜ୍ୱାଳାମୟ, କ୍ଲେଶମୟ ହେଇ ଉଠିବ, ସେଥିରେ ସନ୍ଦେହ ନାହିଁ। ଆଜିକାଲି ଦେଖାଯାଏ ଅନେକ, ମୁଁ ତ ଆଇଟି କମ୍ପାନୀରେ କାମ କରେ, ଅନେକ ସମୟରେ ଦେଖେ ଅନେକ ଯୁବକ ଯୁବତୀ ଯୋଉମାନେ ସଫ୍ଟୱେର ଇଞ୍ଜିନିୟର ହିସାବରେ କାମ କରନ୍ତି, ଅନେକ ସମୟରେ ଦେଖେ ସେମାନେ ଗୋଟିଏ ଷ୍ଟ୍ରେସ ଭିତର ଦେଇ ଗତି କରନ୍ତି। କାମ ହୁଏତ ଭଲ କରନ୍ତି, ଟଙ୍କା ପଇସା ହୁଏତ ଭଲ ପାଉଛନ୍ତି, କିନ୍ତୁ ତାଙ୍କ ଜୀବନରେ ସେ ସାଟିସ୍ଫାକ୍ସନ ନାହିଁ। ତାଙ୍କ ଭିତରେ ପ୍ରତିଭା ଅଛି ଆଉ କିଛି କରିବା ପାଇଁ, କିନ୍ତୁ ପିତାମାତାଙ୍କର ଇଚ୍ଛା ପାଇଁ ହଉ ବା ସାଙ୍ଗସାଥୀଙ୍କର ପିୟର ପ୍ରେସର ହଉ ବା ଟଙ୍କା ପଇସା ଅଧିକା ରୋଜଗାର କରିବାର ପ୍ରଲୋଭନ ହଉ, ଏଇଭଳି ଗୋଟିଏ ପ୍ରଫେସନକୁ ବାଛି ନେଇଛନ୍ତି ଯାହା ଭିତରେ ତାଙ୍କର ବୈଶିଷ୍ଟ୍ୟ ଫୁଟି ଉଠି ନାହିଁ। ସେଇଥିପାଇଁ ପିତାମାତାଙ୍କର ପ୍ରୟୋଜନ, ଯଦି ଆପଣ ମାନଙ୍କର ସନ୍ତାନକୁ ମାନବୀୟ ଉତ୍କୃଷ୍ଟତାର ଚରମରେ ଦେଖିବାକୁ ଚାହାନ୍ତି, ତାହେଲେ ତାର ବୈଶିଷ୍ଟ୍ୟକୁ ଚିହ୍ନି ନିଅନ୍ତୁ, ଜାଣି ନିଅନ୍ତୁ। ତାହା ବିନା କିନ୍ତୁ ସମ୍ଭବ ନୁହେଁ। ସେ ଠାକୁର କହୁଛନ୍ତି 5 ରୁ 7 ବର୍ଷ ଭିତରେ ଏଇଟାକୁ ଜାଣି ନବାକୁ ହୁଏ, ତାପରେ ଆଉ ସମ୍ଭବ ହୁଏ ନା। 5 ରୁ 7 ବର୍ଷ ଭିତରେ ପୁଅ ବା ଝିଅକୁ ଭଲ ଭାବରେ ନିରୀକ୍ଷଣ କରି ଜାଣି ନବାକୁ ହୁଏ ଯେ ତା ଭିତରେ କଣ ବିଶେଷ ପ୍ରତିଭା ଅଛି। ସେଇ ସମୟରେ ପିତାମାତାଙ୍କର ଅନେକ ସମୟରେ ସମୟ ହିଁ ନଥାଏ ପୁତ୍ର ବା କନ୍ୟାଙ୍କୁ ନିରୀକ୍ଷଣ କରିବା, ତାଙ୍କୁ ଅବଜର୍ଭ କରିବା, ତାଙ୍କୁ ଦେଖିବା ତାଙ୍କ ଭିତରେ କଣ ପ୍ରତିଭା ଅଛି, ବା ଯଦି ଦେଖନ୍ତି ମଧ୍ୟ ତାହାକୁ କିନ୍ତୁ ସେମାନେ ଅବଜ୍ଞା କରିଦିଅନ୍ତି, ଇଗ୍ନୋର କରିଦିଅନ୍ତି। ଯଦି ସନ୍ତାନଟି ଭଲ ଗାଇବାକୁ ଚାହୁଁଛି, ତାକୁ ହୁଏତ କହନ୍ତି ପାଠ ପଢାରେ ସମୟ ନ ଦେଇ ଏସବୁ ଗୀତ ଭିତରେ କାହିଁ ସମୟ ନଷ୍ଟ କରୁଛୁ। ଭଲ ଖେଳୁଥିବା ପିଲାଟିକୁ କହନ୍ତି ସବୁବେଳେ ତ ଖେଳିଲୁ, ପଢିବୁ କେତେବେଳେ।
ମୋର ପୁଅ ଯେତେବେଳେ ତାକୁ 5 ବା 7 ବର୍ଷ ବୟସ, ସେତେବେଳେ ଘର ଭିତରେ ଯାହା କିଛି ଥିଲା ସେ ତାକୁ ଭାଙ୍ଗି ଦଉଥିଲା, ଘଣ୍ଟାକୁ ଖୋଲି ଦଉଥିଲା, ରେଡିଓ ଖୋଲି ଦଉଥିଲା। ତାକୁ ଆମେ ଘରେ ଏକୁଟିଆ ଛାଡି କେଉଁ ବାହାରକୁ ଯିବା ପାଇଁ ଭୟ କରୁଥିଲୁ, ଆସିଲା ବେଳକୁ କଣ ଗୋଟେ ସେ ଭାଙ୍ଗି ଦେଇଥିବ। ଅନେକ ସମୟରେ ତା ଉପରେ ଆମେ ବାପା ମା ବିରକ୍ତ ହଉଥିଲୁ, ଗାଳି ଦଉଥିଲୁ, ଇତ୍ୟାଦି ଇତ୍ୟାଦି। ପରବର୍ତ୍ତୀ ସମୟରେ, ସେଇ ସମୟରେ କାହିଁକି ସେ ଏଭଳି କରୁଥିଲା ତାହା ବୁଝିବା ପାଇଁ ଚେଷ୍ଟା କରିନଥିଲୁ, ବରଂ ତା ଉପରେ ଅସନ୍ତୁଷ୍ଟ ହେଇଥିଲୁ, ଗାଳି ଗୁଲଜ କରୁଥିଲୁ। ପରବର୍ତ୍ତୀ ସମୟରେ ଯେତେବେଳେ ସିଏ 10th ଏବଂ 12th କମ୍ପ୍ଲିଟ କଲା, ସେତେବେଳେ ତାକୁ ସାଧାରଣ ଭାରତୀୟ ପିତାମାତା ହିସାବରେ ଆମମାନେ ମଧ୍ୟ ଭାବିଥିଲୁ ଇଞ୍ଜିନିୟରିଂ କିମ୍ବା ମେଡିକାଲ ପଢିବ। ଏବଂ ସେତେବେଳେ କିନ୍ତୁ ବୁଝିପାରିଥିଲୁ ଯେ ତାର ଇଣ୍ଟରେଷ୍ଟ ହଉଛି ପିଓର ସାଇନ୍ସ। ସେ ତା ମନ ଭିତରେ ତାର ଇଚ୍ଛା, ତାର ବୈଶିଷ୍ଟ୍ୟ ହଉଛି ଗୋଟେ ବୈଜ୍ଞାନିକ ହବା। ସେତେବେଳେ ଜାଣିପାରିଥିଲୁ ଯେ ସେ କାହିଁକି ସବୁ କିଛି ଖୋଲିବାକୁ ଚେଷ୍ଟା କରୁଥିଲା। ତା ଭିତରେ ଥିଲା ସେଇ 5-6 ବର୍ଷ ବୟସରେ ସେ କୋମଳ ମନ ଭିତରେ ଥିଲା ସେଇ ଆଗ୍ରହ, ସେଇ ଅନୁସନ୍ଧିତ୍ସା ଯେ କଣ ଅଛି ଆ ଭିତରେ, କେମିତି ଏଇ ଜିନିଷଟି ତିଆରି ହେଇଛି, ଏ ଘଣ୍ଟାଟି ଚାଲୁଛି କେମିତି, ଏଇ ରେଡିଓଟି କେମିତି ଚାଲୁଛି, କଣ ଅଛି ଏ ରେଡିଓ ଭିତରେ, ହିଁ ଥିଲା ଆଗ୍ରହ। ସେତେବେଳେ ନିଶ୍ଚିତ ଭାବରେ ଡେରି ତ ହେଇଯାଇଥିଲା, କିନ୍ତୁ ଏଇ କଥା ହୃଦୟଙ୍ଗମ ହେଲା ପରେ ଆମେ ତାକୁ ଆଉ ଇଞ୍ଜିନିୟରିଂ ବା ମେଡିକାଲ ପଢିବା ପାଇଁ ବାଧ୍ୟ କରିନଥିଲୁ। ସେ ପିଓର ସାଇନ୍ସରେ ପାଠ ପଢି ପରବର୍ତ୍ତୀ ସମୟରେ ମାଷ୍ଟର୍ସ ଡିଗ୍ରୀ ଫିଜିକ୍ସରେ କମ୍ପ୍ଲିଟ କରି ବର୍ତ୍ତମାନ ନେଦରଲ୍ୟାଣ୍ଡରେ ଗୋଟିଏ କମ୍ପାନୀରେ ସେ କାମ କରୁଛି। କହିବାର ଅର୍ଥ ହଉଛି ଏଇ ବୈଶିଷ୍ଟ୍ୟ ଯଦି ଆମେ ଚିହ୍ନି ନ ପାରନ୍ତି, ତାହେଲେ ଆମେ ହୁଏତ ତାକୁ ବାଧ୍ୟ କରିଥାନ୍ତୁ ତଥାକଥିତ ଭାବରେ +2 କମ୍ପ୍ଲିଟ କରି ଇଞ୍ଜିନିୟରିଂ ପଢିବା ପାଇଁ 4 ବର୍ଷ, ତାପରେ ହୁଏତ ଗୋଟେ ସଫ୍ଟୱେର କମ୍ପାନୀରେ IT ଇଞ୍ଜିନିୟର ବା ସଫ୍ଟୱେର ଇଞ୍ଜିନିୟର ହେଇ ବସିବା ପାଇଁ, ତାର ଜୀବନଟାକୁ ନଷ୍ଟ କରିଦେବା ପାଇଁ ସବୁ ଉପାଦାନ ଗୁଡିକ ଆମମାନେ ପିତାମାତା ହିସାବରେ ତା ପାଇଁ ଯୋଗାଡ଼ କରିଦେଇଥାନ୍ତୁ। ତା ଭିତରେ ଉତ୍କୃଷ୍ଟତା ତ ପ୍ରସ୍ଫୁଟିତ ହେଇ ନଥାନ୍ତା, ଗୋଟେ ବଡ କମ୍ପାନୀରେ ହୁଏତ ଚାକିରି କରୁଥାନ୍ତା, କିନ୍ତୁ ତାର ଜୀବନଟା ହୁଏତ ଅଶାନ୍ତିରେ ଭରି ଯାଇଥାନ୍ତା। ଏ ଅନେକ ବିଶାଳ ବିଷୟବସ୍ତୁ ଖୁବ କମ ସମୟ ଭିତରେ ଆଲୋଚନା କରି ଶେଷ କରାଯାଇପାରେ ନା, କିନ୍ତୁ ଏଇ ବୈଶିଷ୍ଟ୍ୟକୁ ଜାଣି ନବା ଏବଂ ଏଇ ବୈଶିଷ୍ଟ୍ୟକୁ ବିକାଶ କରିବା, ତାହା ହିଁ ହଉଛି ମାନବୀୟ ଉତ୍କୃଷ୍ଟତା ହାସଲ କରିବା ପ୍ରଥମ ଉପାଦାନ। ଶ୍ରୀ ଶ୍ରୀ ଠାକୁର ଆଲୋଚନା ପ୍ରସଙ୍ଗର 16th ଭଲ୍ୟୁମରେ ଠାକୁର କହୁଛନ୍ତି ମାନବୀୟ ଉତ୍କୃଷ୍ଟତା ବା ଜୈବୀ ଉତ୍କୃଷ୍ଟତାର କେତୋଟି ଲକ୍ଷଣର କଥା। ଠାକୁର କହୁଛନ୍ତି ପ୍ରଥମ ଲକ୍ଷଣ ହଉଛି ଅତୀନ୍ଦ୍ରିୟତା, ସୁପର ସେନ୍ସିଟିଭିଟି। ଠାକୁର କହୁଛନ୍ତି ତୁମମାନଙ୍କର ସେନ୍ସ ଅର୍ଗାନ ଗୁଡିକ ଏଭଳି ଭାବରେ ସେନ୍ସିଟିଭ ବା ସାର୍ପ କରି ତୋଳ ଯେ ତୁମେ ମାନେ ଏଇ ବିଶ୍ୱରେ କଣ ସବୁ କିଛି ହଉଛି, ଯାହା କିଛି ହଉଛି ତୁମେ ମାନେ ଅନୁଭବ କରିପାରିବ, ତୁମର ଅନୁଭୂତି ଭିତରକୁ ନେଇ ଆଣିପାରିବ। ଏଇ ଅତୀନ୍ଦ୍ରିୟତା, ଏଇ ଯେ କଥା ମାନେ ଆଲୋଚନା କରୁଥିଲେ ଯେ ଶ୍ରୀ ଶ୍ରୀ ଠାକୁର ନିଜକୁ ଅନୁଭବ କଲେ ସେଇ ଘୋଡା ଭିତରେ। ମଣିଷର ଇନ୍ଦ୍ରିୟ ଗୁଡିକ ଯଦି ସେଇଭଳି ଭାବରେ ସାର୍ପ, ତାର ପରସେପ୍ଟିଭ ଫ୍ୟାକଲ୍ଟି ଗୁଡିକ ଯଦି ସେଇଭଳି ଭାବରେ ସେନ୍ସିଟିଭ, ଶାଳା ପ୍ରବଣ ହେଇ ନ ଉଠନ୍ତି, ତାହେଲେ ଏଭଳି ଅନୁଭବ ତାର କିଭଳି ସମ୍ଭବ ହେଇପାରେ। ଠାକୁର କହୁଛନ୍ତି ଏଇ ଯେ ସ୍ଥୂଳ ଜଗତ ଦେଖୁଛ, ଏଇ ସ୍ଥୂଳ ପଛରେ ସୂକ୍ଷ୍ମାତି ସୂକ୍ଷ୍ମତ, ସୂକ୍ଷ୍ମରୁ ସୂକ୍ଷ୍ମତର ସୂକ୍ଷ୍ମାତିତମ ଅନେକ କିଛି ଅଛି, ଯାହା ତୁମର ବୋଧର ବାହାରେ, ଯାହା ତୁମେ ଦେଖି ପାରୁନାହଁ, ଜାଣି ପାରୁନାହଁ, ବୁଝି ପାରୁନାହଁ। ତୁମର ଇନ୍ଦ୍ରିୟ ଗୁଡିକ ଯଦି ତୁମେ ସେଇଭଳି ଭାବରେ ଶାଡା ପ୍ରବଣ କରି ତୋଳ, ତାହେଲେ ବିଶ୍ୱ ବ୍ରହ୍ମାଣ୍ଡରେ ଅନେକ କିଛି ତୁମେ ମାନେ ଅନୁଭବ କରିପାରିବ। ଅନୁଭୂତିର ବୋଧ ଭିତରୁ, ଅନୁଭୂତି ଭିତରକୁ ତୁମେ ନେଇ ଆଣିପାରିବ। ଏ ଅତୀନ୍ଦ୍ରିୟତା ହଉଛି ମାନବୀୟ ଉତ୍କୃଷ୍ଟତାର ଗୋଟିଏ ଏଇ ଗୁଣାବଳୀ ଭିତରୁ ଗୋଟିଏ। ଠାକୁର କହୁଛନ୍ତି ପୁଣି ଆଉ ଗୋଟିଏ କଥା
যা হচ্ছে অনুসন্ধিৎসা, ইনক্विजिटिवनेस। କହୁଛନ୍ତି ଏଇ ଯେ ଅନୁସନ୍ଧିତ୍ସଟାକୁ କେବେ ବେଲେ ନଷ୍ଟ କରିଦିଅ ନା। ଅନୁସନ୍ଧିତ୍ସା ହଉଛି କାରଣ ଖୋଜିବା ମନ, ଯୋଉ ମନ ସବୁବେଳେ କାରଣ ଖୋଜିବାରେ ଲାଗି ରହିଥାଏ। ଆଉ କହୁଛନ୍ତି ଏଇଟା କେବେ ବି ଛାଡି ଦିଅ ନା। ଠାକୁର ଦିନେ ବସିଛନ୍ତି ଭକ୍ତ ମଣ୍ଡଳୀ ପରିବେଷ୍ଟିତ ହେଇ ଜ୍ୟୋତି ଆଶ୍ରମରେ, ହଠାତ୍ ବଡାର ବାଙ୍ଗଳା ଯୋଉ ଘର, ବଡାର ବାଙ୍ଗଳା ଘରରୁ ଗୋଟେ ହଠାତ୍ ଖୁବ ଜୋରେ ଶବ୍ଦ ଆସିଲା। ଠାକୁର ଟିକେ ବ୍ୟସ୍ତ ହେଇ ପଡିଲେ। କିଛି ସମୟ ପରେ ଜଣେ ଭାଇଙ୍କୁ କହିଲେ ଯେ ଦେଖିଆ ତ ସେଇ ଘରେ କଣ ହେଇଛି। ଭାଇ ଜଣକ ଦୌଡି ଗଲେ। କିଛି ସମୟ ପରେ ଫେରି ଆସି କହିଲେ, ଠାକୁର ପୁରୁଣା ଘର ତ, ଛାତରୁ ଗୋଟିଏ ଖଣ୍ଡେ ସିମେଣ୍ଟ ଗଳି ପଡିଛି। ସିମେଣ୍ଟର କିଛି ଅଂଶ, ଛାତର କିଛି ଅଂଶ ତଳେ ପଡି ଯାଇଛି, ସେଇଥିପାଇଁ ଏତେ ଶବ୍ଦ। ଠାକୁର ଖୁବ ବ୍ୟସ୍ତ ହେଇ ପଚାରୁଛନ୍ତି, କାହାର କିଛି ହେଇନି ତ? କେହି ଆହତ ହେଇନାହାନ୍ତି ତ? ଭାଇ ଜଣକ କହିଛନ୍ତି, ନା, କେହି ଆହତ ହେଇନାହାନ୍ତି। ଠାକୁର ଖୁବ ଆଶ୍ୱସ୍ତି ଅନୁଭବ କରୁଛନ୍ତି। କିଛି ସମୟ ନୀରବରେ ହିଁ ଠାକୁର କହୁଛନ୍ତି ଯେ ଏଇ ଯେ ଗୋଟେ ପ୍ରଚଣ୍ଡ ଶବ୍ଦ ହେଲା, ତୁମେମାନେ କେହି ମଧ୍ୟ ବ୍ୟସ୍ତ ବିବ୍ରତ ହେଇ ଉଠିଲ ନାହିଁ। କେହି ଜଣେ ଦୌଡି ଯାଇ ଦେଖିବାକୁ ଚେଷ୍ଟା କଲ ନାହିଁ କଣ ହେଇଛି। ମୁଁ ଯେପର୍ଯ୍ୟନ୍ତ ତୁମ ଭିତରୁ ଜଣଙ୍କୁ ପଠେଇ ନାହିଁ, ସେଇ ପର୍ଯ୍ୟନ୍ତ ତୁମ ଭିତରେ କାହା ଭିତରେ ଅନୁସନ୍ଧିତ୍ସା ଦେଖିଲି ନାହିଁ। ଠାକୁର କହୁଛନ୍ତି ଯଦି ଅନୁସନ୍ଧିତ୍ସୁ ସମାଧାନୀ ବୁଦ୍ଧି ତୁମ ଭିତରେ ଜାଗି ନ ଉଠିଲା, କିଛି ଘଟଣା ଘଟିବା ଭିତରେ ତୁମ ଭିତରେ ଯଦି ସେ ଅନୁସନ୍ଧିତ୍ସା, ସେଇ କାରଣମୁଖୀ ମନ ଯଦି ଜାଗି ନ ଉଠିଲା, ଏକ ସମାଧାନୀ ବୁଦ୍ଧି ଯଦି ଜାଗି ନ ଉଠିଲା, ଶବ୍ଦଟି ଶୁଣିବା ମାତ୍ରେ ହିଁ ତୁମେ ଯଦି ଚିନ୍ତା କରି ନ ଉଠିଲ କଣ ହେଇଛି, କଣ ହେଇଥାଇପାରେ, ତାର ଉପାୟ କଣ ହେଇପାରେ, ଏଇ ସବୁ ଚିନ୍ତା ଯଦି ତୁମକୁ ବିବ୍ରତ ନ କରିଲା, ତାହେଲେ ତୁମେ ମାନବୀୟ ଉତ୍କୃଷ୍ଟତା ଲାଭ କରିବ କି? ତ ବାୟୋଲୋଜିକାଲ ସୁପିରିୟରିଟିର ଏଇ ଯୋଉ କ୍ୱାଲିଟିଜ ଗୁଡା ଠାକୁର କହୁଛନ୍ତି ଆଲୋଚନା ପ୍ରସଙ୍ଗରେ, ତାର ଦ୍ୱିତୀୟ ଗୁଣଟି ହଉଛି ଅନୁସନ୍ଧିତ୍ସା। ଠାକୁର କହୁଛନ୍ତି ପୁଣି ମଣିଷ ଭିତରେ ଏଇ ଯେ ତୃତୀୟ କ୍ୱାଲିଟି, ଠାକୁର କହୁଛନ୍ତି ତା ହଉଛି ଇଚ୍ଛା ଶକ୍ତି। ଇଚ୍ଛା ଶକ୍ତି ଯଦି ନଥାଏ, ତାହେଲେ ମଣିଷ କିଛି ବି କରିପାରିବ ନାହିଁ। ମଣିଷ ଭିତରେ ପ୍ରତିଭା ଥାଇପାରେ, କ୍ଷମତା ଥାଇପାରେ, ଦକ୍ଷତା ଥାଇପାରେ, କିନ୍ତୁ ତା ଭିତରେ ଇଚ୍ଛା ଶକ୍ତି ଯଦି ନଥାଏ, ତାହେଲେ ତାର ପ୍ରତିଭା ଗୁଡିକ କାର୍ଯ୍ୟରେ ଲଗେଇବ କଣ କିଏ? ସେ ସକ୍ରିୟ ହେଇ ଉଠିବ କିଭଳି? ସେ ଆକ୍ଟିଭ ହେବ କିଭଳି? ପାବନାର କିଛି ଚାଷୀ ସେଦିନ ଆସିଛନ୍ତି ଶ୍ରୀ ଶ୍ରୀ ଠାକୁରଙ୍କ ପାଖକୁ। କହୁଛନ୍ତି, ଠାକୁର ଅଭାବ ଅନାଟନ ସବୁବେଳେ ଲାଗି ରହିଛି, ଫସଲ ଯେତିକି ହଉଛି ସେତିକିରେ ହଉନାହିଁ, ପରସ୍ପର ଭିତରେ ଆମମାନଙ୍କର ସମ୍ପର୍କ ମଧ୍ୟ ଭଲ ନାହିଁ। କିଭଳି ଅଭାବ ଅନାଟନ ଦୂର ହବ ଠାକୁର? ଠାକୁର କହୁଛନ୍ତି, ଦେଖ ସୋନା, ମଣିଷର ଯାହା କିଛି ଅବସ୍ଥା, ତାର ଅବସ୍ଥା ପାଇଁ ସେ ନିଜେ ଯେ ଦାୟୀ, ଏକଥା କଣ ମଣିଷ ବୁଝିପାରେ? ଏଇ ମନେକର ତୁମେ ତୁମ ଜମିରେ କାମ କରୁଛ, ତୁମେ ଗୋଟିଏ ଦିନ ଦେଖିଲ ତୁମ ପ୍ରତିବେଶୀର ଜମିରେ ଗୋଟିଏ ଗାଈ ପଶି ଯାଇଛି। ତୁମେ କହିଲ ଗାଈଟାକୁ ତଡ଼ିଦିଏ, ମୋ ସାଙ୍ଗର, ମୋ ବନ୍ଧୁର ଜମି, ତା ଭିତରେ ଗାଈ ପଶି ଫସଲ ଖାଉଛି। ଏକଥା ଭାବି ଦୌଡ଼ି ଯିବାକୁ ଚେଷ୍ଟା ଭାବୁଛ, ପୁଣି ମନ ଭିତରେ ଆସିଲା, ଆରେ ମୋର ତ ସମୟ ଆଜି ବେଶୀ ନାହିଁ, ଜଲ୍ଦି ଯିବାକୁ ପଡିବ, ଅନେକ କାମ ବାକି ପଡିଛି। ଏଇ ଜମିର ଯୋଉ କାମ, ମୋ ଜମିରେ ଯୋଉ କାମ ଅଛି ତାକୁ ସାରି ଦେଇକି ଜଲ୍ଦି ଯିବାକୁ ପଡିବ। କାମଟା ଆଗ ସାରିଦିଏ, ତାପରେ ଦେଖିବା। ମୋ ଜମିରେ ତ ଖାଉନି, ଚଳିବ, କଣ ଅସୁବିଧା ଅଛି? ଠାକୁର କହୁଛନ୍ତି ତା 2-3 ଦିନ ପରେ ପୁଣି ଆଉ ଥରେ ଏଭଳି ହେଲା। ତୁମ ଜମିରେ ତୁମେ ଅଛ, ପ୍ରତିବେଶୀ ଜମିରେ ଗାଈ ପଶି ଫସଲ ଖାଉଛି। ତୁମେ ଭାବିଲ ତଡ଼ିଦେବ, ତାପରେ ପୁଣି ଭାବିଲ ସମୟ କମ, ମୋ କାମ ସାରିଦିଏ, ମୋ ଜମିରେ ତ ପଶିନି, କଣ ଅସୁବିଧା ଅଛି? ଏଇଭଳି ଭାବରେ 2-3 ଥର ରିପିଟ ହେଲା। ତାପରେ ଗୋଟିଏ ଦିନ ତୁମେ ତୁମ ଜମିରେ ବସିଛ, ଆରାମ କରୁଛ, ଜମି ଆଡକୁ ଦେଖୁଛ,
हठात देखिल तुम जमीरे गाईटीए पशिछि, इच्छा हूँ दौड़ी जाई तड़ी दबा पाई, तुम्हें पारुन, तुम्हें दुर्बल ही जाइछ। जेतबळे प्रतिवेशीर जमीरे गाई पशि फसल खाउथिला, जेतबळे से भल इच्छाटी तुम मन भितर जागिथिला जे गाईटी को तड़ी दिए, तुम्हें से इच्छाटा को अवरुद्ध करिछ। थरे नुहे बारंबार करिछ। बारंबार करिबा भितरे तुमे तुम मनटा को संकुचित कर देइछ। तुम मन आज भाबुछि पारिब नाही, मन आज दुर्बल हो जाइछ, इच्छा शक्ति तुम दुर्बल हो जाइछ। केते सुंदर भाव रे ठाकुर ए इच्छा शक्ति विषय बुझेई देइछन्ति। ठाकुर कहउछन्ति इच्छा शक्ति को यदि जागृत करबा को हुए, सुचिंता मन को आसीबा मात्रे ही ताकू कार्य रे परिणत कर, नहेले किंतु संभव नुहे। ताहा जदि न कर एवं ए न करिबाटा जदि अभ्यास हो जाए, ताहेले तुमर इच्छा शक्तिटा विलुप्त हो जिवो। तुम भितर क्षमता थाई मध्य दुर्बल मन एवं इच्छा शक्तिर अभाव हेतु तुमे करि पारिबो नाही दुनिया रे किछि। आखि बुलेई देखंतु, एभली अनेक व्यक्ति अछंती दुनिया रे असंभव प्रतिभा नहीं थाई मध्य जीवन रे विशेष किछि हासिल करि पारंती नाही, इच्छा शक्तिर अभाव हेतु। आमे आम निज आड़ को मध्य देखि पारंती, आम मानक भितर इच्छा शक्तिर, मोरी भितरे मोर इच्छा शक्तिर अभाव नहीं तो। परवर्ती गुण जहाँ ठाकुर कहउछन्ति, ठाकुर कहउछन्ति होछि ग्रहण क्षमता, रिसेप्टिविटी। परिवेश ठारू विभिन्न प्रकार साड़ा बा इंपल्स हमें प्रति मुहूर्त रे पाई थांती। परिवेश प्रति मुहूर्त रे हमको संघात देई थाए। सेही व्यक्ति ही उत्कृष्ट ही उठे जो व्यक्ति भितरे अनुकूल एवं प्रतिकूल दुई प्रकार संघात को ग्रहण करिवार क्षमता थाए। जे ग्रहण करि पारे ना, जे विव्रत ही उठे, जे विचलित ही उठे, जे क्रुद्ध ही उठे, जे जे संघातर प्रतिघात देवाकू चेष्टा करे, से किंतु जीवन में हार मानी जाए, से उत्कृष्टता हासिल करि पारे ना। ए ग्रहण क्षमता को जगेई देवाकू पड़िबा आम मानक भितरे। से ठाकुर कहउछन्ति समस्तक मस्तिष्क भितरे ग्रहण क्षमतार बुद्धिटा अछि, ताकू किंतु जगेई देवाकू पड़िबो। ठाकुर कहउछन्ति गोटे उदाहरण देई, मने कर मु तुम मानक सह गोटे विषय कोनोसी गभीर विषय रे तत्व कथा उपरे आलोचना करूछि। खूब गुढ़ आलोचना चलीछि। आलोचना चलिबा समय हठात गोटे व्यक्ति आसी पहुंची जाइछि। हठात जोरे बड़ पाटरे कहूछि, ठाकुर 2 दिन हला घरे खाइबा को नाही। गोटे गुरुत्वपूर्ण विषय रे मु आलोचना करूछि। हठात से व्यक्तिटी आसी से आलोचना रे विभ्राट सृष्टि करूछि, चित्कार करी उच्च गळारे किछि कहूछि। मन भितर कौन सृष्टि हला? विरक्ति, अस्वस्थि। ठाकुर कहउछन्ति किंतु गोटे मुहूर्त भितरे मो भितर थिबा ग्रहणक्षम बुद्धि मते मने पकेई देला, अरे ना, तू जो विषय आलोचना करूछु, जहां सह आलोचना करूछु, ताहाठारु अधिक प्रयोजन होछि सेही व्यक्तिटर जहा घरे 2 दिन हला खाइबा को केई पाई नाहंती। ता कथा आगो बुझिबा होछि तोर कर्तव्य। कहउछन्ति मोर ग्रहणक्षम मन भितरे सामान्य अस्वस्थि बा विरक्तिर जो भाव सृष्टि हेइथला, ताकू दमन करी मोर जे ग्रहणक्षम मन सेतबेले सजाग हेइ उठिला। सेतबेले ताकू तार किभଳି घरे खाइबा पीबार बंदोबस्त करा जाई पारे सेइथरे मो व्यस्त हेइ पड़िली, सेइथरे प्रयास हेइ उठिली। तो कुछ नहीं हला ग्रहणक्षम। पुणी गोटे सुंदर उदाहरण ठाकुर दउछन्ति। मने आलोचना प्रसंगर 13 खंड रे कथा अछि। ठाकुर कहउछन्ति पोखरी रो पानी स्थिर हेइ अछि, तुमे गोटे पत्थर टे ढेला टे पकेइलो, कौन सृष्टि हला? पानी भितर संघात सृष्टि हला। फल कौन हला? पानी भितर तरंग सृष्टि हला। ठाकुर कहउछन्ति मनुष्यर मन होछि ठीक एई भलिया।
ପଥରଟି ହଉଛି ଗୋଟେ ସଂଘାତ। ଆମକୁ କିଏ କିଛି କହିଲେ, ଗାଳି ଦେଲେ, ପ୍ରଶଂସା ଦେଲେ, ଆମର ଇଚ୍ଛା ଅନୁଯାୟୀ କୌଣସି ବିଷୟ ଯାହା ଘଟଣା ଆମେ ଚାହୁଁଥିଲେ ତାହା ଘଟିଲା ନାହିଁ, ତାହେଲେ କଣ ସୃଷ୍ଟି ହେଲା? ପୋଖରୀର ପାଣି ଭିତରେ ଆଲୋଡ଼ନ ସୃଷ୍ଟି ହେଲା ଭଳି ମୋର ମନରେ ଆଲୋଡ଼ନ ସୃଷ୍ଟି ହେଲା। ଠାକୁର ପୁଣି କହୁଛନ୍ତି ଏ ଢେଲାଟି ଯେତେବେଳେ ପୋଖରୀର ପାଣିରେ ପଡୁଛି, ପାଣିଟି ସମଗ୍ର ପାଣି ପୋଖରୀ ଭିତରେ ଥିବା ସମସ୍ତ ପାଣି ଯେମିତି ଉଦ୍ବିଗ୍ନ ହେଇ ଉଠୁଛନ୍ତି, କିଭଳି ସ୍ୱାଭାବିକ ହେଇ ଉଠିବେ ଖୁବ ଶୀଘ୍ର। ସେଇଥିପାଇଁ କେତୋଟି ମୁହୂର୍ତ୍ତ ପରେ ପାଣି ଯେମିତି ସ୍ଥିର ଥିଲା ସେମିତି ସ୍ଥିର ହେଇଯାଏ। ତାର କହୁଛନ୍ତି ଯେ ପାଣିର ଗ୍ରହଣ କ୍ଷମତା। ପଥର ପକାଅ, ଢେଲା ପକାଅ ବା ଯାହା କିଛି ପକାଅ, ପାଣି ଭିତରେ ଏଇ ଗ୍ରହଣ କ୍ଷମତା, ତାକୁ ସାଉଁଟି ନବାର କ୍ଷମତା, ସାଉଁଟି ନେଇ ପୁଣି ସ୍ୱାଭାବିକ ହେଇଯିବା, ତାହା ହଉଛି ଗ୍ରହଣ କ୍ଷମତା। ପରିବେଶ ଠାରୁ ମଣିଷ ଯେଭଳି ସଂଘାତ ପାଉନା କାହିଁକି, ସଂଘାତ ମଣିଷକୁ ସାମାନ୍ୟ ଭାବରେ ବିଚଳିତ କଲେ ମଧ୍ୟ ମଣିଷ ଭିତରେ ଥିବା ଯୋଉ ଗ୍ରହଣ କ୍ଷମତା, ଏଇ ବିଚଳିତ ଅବସ୍ଥାରୁ ତାକୁ ଖୁବ ଶୀଘ୍ର ସ୍ୱାଭାବିକ କରି ନେବାର କ୍ଷମତାଟା ହଉଛି ଗ୍ରହଣ କ୍ଷମତା। ଏଇ କଥା ଯେ ହାସଲ କରିଛି ସିଏ ହବ ସ୍ଥିତପ୍ରଜ୍ଞ, ସିଏ ହବ ଉଦାର, କୌଣସି କିଛି ତାକୁ ବିଚଳିତ କରିପାରିବ ନାହିଁ। ଏକମାତ୍ର ତାର ଲକ୍ଷ୍ୟ ହାସଲ କରିବା ଦିଗରେ ସେ ଅକ୍ରମାନୁଗତିରେ ନିରନ୍ତର ଅଗ୍ରଗତି କରିପାରିବ। କିନ୍ତୁ ଗ୍ରହଣ କ୍ଷମତା ଯାହା ଭିତରେ ନାହିଁ, ସାମାନ୍ୟ କିଛି ସଂଘାତ ତାକୁ ବିଚଳିତ କରି ତୋଳିବ, ତାକୁ ତାର ଲକ୍ଷ୍ୟ ପଥରେ ଅଗ୍ରସର ହେବାରୁ ତାକୁ ବ୍ୟାହତ କରି ତୋଳିବ, କାରଣ ତା ଭିତରେ ନାହିଁ ଗ୍ରହଣ କ୍ଷମତା। ଆମମାନେ ଦୈନନ୍ଦିନ ଜୀବନରେ ଦେଖନ୍ତୁ ଯେ କିଭଳି ଗ୍ରହଣ କ୍ଷମତାର ଅଭାବରୁ ଆମେମାନେ ଉଦ୍ଦେଶ୍ୟ ଆଡକୁ ଅଗ୍ରସର ନ ହେଇ ବାକି ସବୁ କିଛି ଦ୍ୱାରା ବିଚଳିତ ହେଇ କିଭଳି ଆମର ସମୟର ଅପଚୟ କରନ୍ତି, ମାନସିକ ଅଶାନ୍ତିକୁ ବଢେଇ ଦିଅନ୍ତି, କେବଳ ଏଇ ଗ୍ରହଣ କ୍ଷମତାର ଅଭାବ ହେତୁ। ଶ୍ରୀ ଠାକୁର କହୁଛନ୍ତି ନାମ ମଣିଷକୁ ତୀକ୍ଷ୍ଣ କରେ, ଧ୍ୟାନ ମଣିଷକୁ ଗ୍ରହଣକ୍ଷମ କରେ। ସମୟର ଅଭାବ ସେ ବିଷୟରେ ମୁଁ ସଚେତନ, ଖୁବ ଶୀଘ୍ର ସାରିବାକୁ ଚେଷ୍ଟା କରିବି। ଠାକୁର ତାପରେ କହୁଛନ୍ତି ପରବର୍ତ୍ତୀ ଗୁଣଟି ହଉଛି ଉପସ୍ଥିତି ବୁଦ୍ଧି। এই ମାନବୀୟ ଉତ୍କୃଷ୍ଟତାର ଗୁଣ ଗୁଡିକ ଆଲୋଚନା କରୁଛନ୍ତି। ଏଇ ପ୍ରେଜେନ୍ସ ଅଫ ମାଇଣ୍ଡ ପ୍ରତିଟି ମଣିଷ ଭିତରେ ଦରକାର। କେଉଁ ପରିସ୍ଥିତିରେ କେଉଁ ସମୟରେ କିଭଳି କଥା କହିବାକୁ ହେବ, କାହା ପାଖରେ କିଭଳି କଥା କହିବାକୁ ହେବ, ଗୋଟିଏ ପ୍ରକାର କଥା ସମସ୍ତଙ୍କୁ କହିଲେ ଚଳିବ ନାହିଁ, ଗୋଟିଏ ପ୍ରକାର ବ୍ୟବହାର ସମସ୍ତଙ୍କୁ ଦେଲେ ହେବ ନାହିଁ, କେଉଁ ପରିସ୍ଥିତିରେ କିଭଳି ଆକ୍ସନ ନେବାକୁ ହେବ, ଉପସ୍ଥିତ ବୁଦ୍ଧି ଖଟେଇ, ତାହା ହେଉଛି ମାନବୀୟ ଉତ୍କୃଷ୍ଟତାର ଆଉ ଗୋଟିଏ ବଡ ଗୁଣ। ଆଉ ଗୋଟିଏ ଗୁଣ ଶ୍ରୀ ଠାକୁର କହୁଛନ୍ତି ପାୱାର ଅଫ ଅବଜରଭେସନ, ସବୁ କିଛିକୁ ନିରୀକ୍ଷଣ କରି ବୁଝି ନବାର କ୍ଷମତା। ସାଧାରଣ ଭାବରେ ଅନେକ କିଛି ଆମେ ଦେଖନ୍ତି, କିନ୍ତୁ ଆମେ ନିରୀକ୍ଷଣ କରନ୍ତି ଖୁବ କମ। ଦେଖନ୍ତି ଅନେକ କିଛି, କିନ୍ତୁ ନିରୀକ୍ଷଣ କରନ୍ତି ଅନେକ କିଛି କମ। ପରମ ପୂଜ୍ୟପାଦ ଶ୍ରୀ ଆଚାର୍ଯ୍ୟ ଦେବ କିଛି ମାସ ଆଗରୁ ଆସିଥିଲେ ବାଙ୍ଗାଲୋରକୁ। ବାଙ୍ଗାଲୋର ଶ୍ରୀମନ୍ଦିରରେ କିଛି ଦିନ ଅବସ୍ଥାନ କରିଥିଲେ, ପାଖାପାଖି ଗୋଟିଏ ବର୍ଷ ତଳର କଥା। କଥା ପ୍ରସଙ୍ଗରେ ହଠାତ୍ ଆଚାର୍ଯ୍ୟ ଦେବନେ କହୁଛନ୍ତି ଯେ ଗୋଟିଏ ଦିନ ମୁଁ ନାଟ ମଣ୍ଡପରେ ବସିଛି ଦେଓଘରରେ, ମାଟିଏ ତାଙ୍କର ପତି, ତାଙ୍କର ସ୍ୱାମୀ ଏବଂ ଝିଅକୁ ନେଇ ମୋ ପାଖକୁ ଆସନ୍ତି। ମାଟି କହନ୍ତି ଦାଦା ମୋର ଝିଅ କିଛି ମନେ ରଖିପାରୁନି, ପାଠ ତାର ମନେ ରହୁନି, ବହୁତ ଚାଲାକ ଚତୁର ଝିଅ, କିନ୍ତୁ ମନେ ରହୁନି ତାର କିଛି, ସବୁ କିଛି ଭୁଲି ଯାଉଛି, ଆପଣ ଟିକେ ଆଶୀର୍ବାଦ କରନ୍ତୁ। ଆଚାର୍ଯ୍ୟ ଦେବ କହିଲେ ସେ ତ ହଉଛି ଲେଫ୍ଟି, ବାଁ ହାତରେ ସବୁ କିଛି କରେ, ତାକୁ ତୁମେ ଡାହାଣ ହାତରେ ସବୁ କିଛି କରିବା ପାଇଁ ବାଧ୍ୟ କରୁଛ କାହିଁକି? ସ୍ୱାମୀ ଏବଂ ସ୍ତ୍ରୀ ଚମକି ପଡିଲେ। ଆମ ଝିଅଟି ଲେଫ୍ଟି ଏକଥା ଆଚାର୍ଯ୍ୟ ଦେବ ଜାଣିଲେ କେମିତି? ଆମେ ତ କଥା କହିନୁ। ମାଟି ଆଶ୍ଚର୍ଯ୍ୟ ହେଇ ପଡିଲେ। ଏଇ ଆଚାର୍ଯ୍ୟ ଦେବ କଣ ମିରାକେଲ କରନ୍ତି? ସବୁ କିଛି ଜାଣିପାରନ୍ତି?
आचार्य देव निजे ही कहानीटे आम मन कहते। आचार्य देव कहले माटी को देख जे लेफ्टी ताको बाँ हाथ रे लिखा दबा, बाँ हाथ रे सब किछि काम करने को दबा उचित। ताहा जदि न करा जाए, ताको जदि बाध्य करा जाए तार डाहाण हाथ रे सब किछि करिबा पाई, ताहा तार मस्तिष्क उपरे गोटे प्रभाव पकाए। कारण ये मस्तिष्क ताकू तो डायरेक्शन दउछि बाँ हाथ रे लिखिबा पाई, सेथिरे जे सेही सिस्टम टाकू जदि डिस्टर्ब करबा को चेष्टा करा जाए, तार डायरेक्ट प्रभाव पड़े मस्तिष्क उपरे। मनीष मन रखिबा, स्मरण शक्ति, स्मृति शक्ति सब किछि मस्तिष्क को नहीं, एवं से मेमोरी तार डिसरप्टेड हुए, डिस्टर्ब हुए। ताकू डाहाण हाथ रे लिखिबा को बाध्य करना। जेमती बाँ हाथ रे सब किछि करबा को से पसंद करे, ता पई सहज हुए, ताकू से भली करबा को दियो। माटी खूब मुंड हलई संतोषर भाव नहीं सेठारु विदाय निय। एई कहानीटी कही आचार्य देव आम मानू कहउचंती, माटी भाविले मो भितर किछि अलौकिक शक्ति अछि, किछि एक्स्ट्रा ऑर्डिनरी पावर अछि, हेले मु आ आपण मु तो आपण मानक भली जने साधारण मनुष्य। एक कथा आचार्य देव कहउचंती आम मान फरक होउचे एतिकी, ठाकुरंको कथा मु टिके सुनिबा को चेष्टा करे, मो निज जीवन रे ताकू प्रयोग करबा को चेष्टा करे। ठाकुर कहिसेंती पावर ऑफ ऑब्जर्वेशन को बढ़ाइबा पाई मु सब बेले चेष्टा करे सब किछि भलो भाबरे टिकी निकी ऑब्जर्व करि नबा पाई। जेतबेले माटी सेतबेले झियोटी को नेई नाट मंडप रे बसिले, किछि समय पर जेतबेले कीर्तन आरंभ हैला, मोर आखि पड़िथिला से झियोटी उपरे। मु देखिली समस्त आम माने ताली मारू डाहाण हाथ रे, किंतु झियोटी ताली मारुथला बाँ हाथ रे। ठीक बुझे नहीं थिली झियोटी होछि लेफ्टी बोली। जेतबेले माटी आसी कहिले जे झियोटीर किछि मने रहुनी, सेतबेले बुझी नहीं थिली मने न रहबार कारण होछि एया जे बापा मां निश्चय ताकू डाहाण हाथ रे लिखिबा को बाध्य करूछंती। किछि अलौकिक फलौकिक शक्ति मोर नाही, ए पावर ऑफ ऑब्जर्वेशन सब किछि निरीक्षण करबा पई मु चेष्टा करे, कारण मो ठाकुर कथा कहिछंती। देखंतु शह शह लोक बसचंती नाटमंडप रे, केते शार्प पावर ऑफ ऑब्जर्वेशन। वास्तविक एथरे मिराकिल किछि नाही, निजर साधना भीतर देई एई जे उत्कृष्टता आचार्य देवक भीतर जहा चरम विकास विकास लाभ करिछि, तार परिप्रकाश होउछि यारी भीतर पावर ऑफ ऑब्जर्वेशन। रास्ता रे चली जानती अनेक किछि होता आम नजर रे पड़े ना, तांको नजर रे पड़ी जाए, कारण सब किछि गोटे झलक रे देखि नियंती से। ठाकुर चाहिचंती, आचार्य देव आम मानू कहउचंती, ठाकुर चाहिचंती आपण मानू समस्त को से पावर ऑफ ऑब्जर्वेशन को बढ़ेबा। तापर जो गुणावली विषय रे ठाकुर कहउचंती दुईटी कथा रही जाइछि। गोटे होछि कोडियल गो ऑफ लाइफ, निजर व्यवहार भितरे कथा भितरे सेही सहृदयता जे भली फुटी उठे, मनुष्य को आपणार करिनबार जो क्षमता, ता होछि मानवीय उत्कृष्टतार गोटे लक्षण। ठाकुर कहउचन ताहा केवल व्यवहार रे नुहे, कथा रे नुहे, चाहाणी रे मध्य। ठाकुर कहउचन एही जे मोटी बसिछि तुम मानस कथा होछि जे ब्रजगोपाल आसी पहुंचिला, ताडु को मु अनै देली, एमिति गोटे चाहाणी, से चाहाणी रे तार मन पूरी गला। यही होछि कोडियल गो ऑफ लाइफ। कथा वार्ता व्यवहार चाहाणी स्पर्श व्यवहार सबुटी भीतर जेमती से सहृदयता जेमती फुटी उठे, से आपणार भाव जेमती फुटी उठे, मनुष्यर मन जेमती पूरी जाए, भरपूर ही जाए। से व्यक्ति कौन जे हासिल न करि पारे तार जीवन में। शेष गुणटी जहाँ ठाकुर कहिचंती ता आपण मान पाखरे रखी शेष करूची। असत निरोध पराक्रम, मानवीय उत्कृष्टता हासिल करिबा पाई एई गुणटी विशेष प्रयोजन। असत निरोध पराक्रम, एई भली पराक्रम जोंथरे मनुष्य असत को निरोध करि पारे, मूलोत्पाटन कर देई पारे, विलुप्त कर देई पारे, विरोध न करी
ବରଂ ତାକୁ ତାର କାରଣ ସହିତ ତାହାକୁ ତାର କାରଣକୁ ଉଦ୍ଘାଟନ କରି ତାର କାରଣ ନିଦାନ କରି ତାକୁ ବିଲୁପ୍ତ କରିବା ହଉଛି ଅସତ୍ ନିରୋଧ ପରାକ୍ରମ। ମୋ ଘରେ ଯଦି ଚୋର ପଶିଥାଏ ଏବଂ ମୁଁ ତାକୁ ଯଦି ଚୋରି କଲା ବେଳେ ଧରି ତାକୁ ଖୁବ ଜୋରେ ପିଟେ ବାଡାଏ, ପୋଲିସ ପାଖକୁ ନେଇଯାଏ, ପୋଲିସ ମଧ୍ୟ ତାକୁ ଖୁବ ପ୍ରହାର କରେ, ତା କିନ୍ତୁ ଅସତ୍ ନିରୋଧ ହେଲାନି, ତାହେଲେ ଅସତ୍ ବିରୋଧ। କିନ୍ତୁ ମୁଁ ଏଭଳି ଯଦି କିଛି କରିପାରେ ଯେ ସେଇ ଚୋରଟି ଭିତରୁ ଚୋରି କରିବାର ପ୍ରବୃତ୍ତି ଚିରଦିନ ପାଇଁ ବିଲୁପ୍ତି ହେଇଯାଏ, ତାହା ହଉଛି ଅସତ୍ ନିରୋଧ ପରାକ୍ରମ। ବିରୋଧ କରି କିନ୍ତୁ ଅସତକୁ ଦୂରେଇ ଦେଇଯାଇପାରେ ନା। ଏଇ ଇଭେଲ ବା ଶୈତାନ ବିରୋଧ କରିବା ଦ୍ୱାରା ତାର ମୁଣ୍ଡଟାକୁ କିଛି ସମୟ ପାଇଁ ତଳକୁ ରଖିଦେଇ କରିଦେଇପାରେ, କିନ୍ତୁ ପୁଣି ସୁବିଧା ସୁଯୋଗ ପାଇଲେ ପୁଣି ମୁଣ୍ଡ ଟେକି ଛିଡା ହୁଏ। ଭାରତ ବର୍ଷରେ କଣ ପୋଲିସ ଷ୍ଟେସନ ନାହିଁ, ପୋଲିସ ନାହିଁ ନା ଜେଲ ନାହିଁ, କିନ୍ତୁ ଅପରାଧ କଣ ବିଲୁପ୍ତ ହେଇପାରିଛି? ଅପରାଧ ବିଲୁପ୍ତ ହେଇପାରିନି, କାରଣ ଆମର ଏଇ ସମଗ୍ର ବ୍ୟବସ୍ଥା, ଏଇ ଶାସ୍ତିର ବ୍ୟବସ୍ଥା, ପୋଲିସର ବ୍ୟବସ୍ଥା, ଏଇ ଜେଲର ବ୍ୟବସ୍ଥା, ଏ ସବୁ କିଛି ବ୍ୟବସ୍ଥା ହଉଛି ଅସତ୍ ବିରୋଧର ବ୍ୟବସ୍ଥା, ଅସତ୍ ନିରୋଧର ବ୍ୟବସ୍ଥା ନୁହେଁ। ଏକମାତ୍ର ସତ୍ସଙ୍ଗ ହିଁ ହଉଛି ଅସତ୍ ନିରୋଧର ବ୍ୟବସ୍ଥା। ସମାଜର ବ୍ୟବସ୍ଥା ଯାହା ଥାଉ ନା କାହିଁକି, ସରକାରଙ୍କର ବ୍ୟବସ୍ଥା ଯାହା ଥାଉ ନା କାହିଁକି, ଆମମାନଙ୍କର ପ୍ରତି ପ୍ରତ୍ୟେକର ବ୍ୟବସ୍ଥା ହେଇ ଉଠିବା ଉଚିତ ଯେ ଆମେ ଅସତ୍ ଦେଖିଲେ ତାହା ବିରୋଧ ନ କରି କିଭଳି ତାର ନିରୋଧ କରିବା ପାଇଁ ଚେଷ୍ଟା କରନ୍ତି, ସେଥିରେ ପ୍ରୟାସ ହେଇ ଉଠନ୍ତି। ତ ଏହି ମାନବୀୟ ଉତ୍କୃଷ୍ଟତାର ଏଇ ଯୋଉ ଗୁଣ ଗୁଡିକ, ଅତୀନ୍ଦ୍ରିୟତା, ଅନୁସନ୍ଧିତ୍ସା, ଇଚ୍ଛା ଶକ୍ତି, ଗ୍ରହଣ କ୍ଷମତା, ଉପସ୍ଥିତ ବୁଦ୍ଧି, ସହୃଦୟତା, ଅସତ୍ ନିରୋଧ ପରାକ୍ରମ, ଏଇ ସବୁ ଗୁଣ ଗୁଡିକ ଯଦି ମଣିଷ ନିଜ ଭିତରେ ଜାଗ୍ରତ କରିପାରେ, ନିଜ ଭିତରେ ଚେତନାର କନସିୟସନେସ ର ବିକାଶ କରି, ତାହେଲେ ମାନବୀୟ ଉତ୍କୃଷ୍ଟତା ସେ ମଣିଷ ନିଶ୍ଚିତ ଭାବରେ ହାସଲ କରିବ, ଏଥିରେ ସନ୍ଦେହ ନାହିଁ। ସମୟ ଶେଷ ହେଇଯାଇଛି, ଅତିକ୍ରାନ୍ତ ହେଇଯାଇଛି। ଆପଣ ମାନଙ୍କର ଏଇଠାରେ ମୋର ବକ୍ତବ୍ୟ ଶେଷ କରିବି। ଏହି କାମନା ନେଇ, ଏହି ପ୍ରାର୍ଥନା ନେଇ ଆମେ ମାନେ ପ୍ରତ୍ୟେକ ଯେଭଳି ସେଇ ମାନବୀୟ ଉତ୍କୃଷ୍ଟତା ଆଡକୁ ଆଗେଇ ଚାଲନ୍ତି, କାରଣ ସେ ଠାକୁର ଚାହିଁଛନ୍ତି ଯାହା, ଠାକୁର ଚାହିଁଛନ୍ତି ଆମମାନଙ୍କର ଜୀବନ, ଠାକୁର ଚାହିଁଛନ୍ତି ଆମମାନଙ୍କର ବୃଦ୍ଧି। ଏଇ ବୃଦ୍ଧି ଆଉ ଉତ୍କୃଷ୍ଟତା ଛଡା କିଛି ନୁହେଁ, ବିଇଂ ଆଣ୍ଡ ବିକମିଂ। ଯଦି ବିକମିଂ ଆମର ହାସଲ ନ ହୁଏ, ଯଦି ଆମମାନେ ବିକମିଂକୁ ଯଦି ନିଜ ଜୀବନରେ ପ୍ରାପ୍ୟ କରି ନ ନିଅନ୍ତି, ତାହେଲେ ଶ୍ରୀ ଶ୍ରୀ ଠାକୁରଙ୍କୁ ଜୀବନରେ ଗ୍ରହଣ କରି ମଧ୍ୟ ଆମେ ଶ୍ରୀ ଶ୍ରୀ ଠାକୁରଙ୍କର ସେଇ ଇଚ୍ଛାକୁ ନିଜ ଜୀବନରେ ବାସ୍ତବାୟିତ କରିପାରିବା ନାହିଁ। ସେଇ କାମନା ନେଇ, ସେଇ ପ୍ରାର୍ଥନା ନେଇ ଆମମାନଙ୍କ ଭିତରେ ସେଇ ଚେତନା ଜାଗ୍ରତ ହେଇ ଉଠୁ ଏବଂ ଆମମାନେ ସମସ୍ତେ ପ୍ରତ୍ୟେକ ଆମମାନେ ସେଇ ମାନବୀୟ ଉତ୍କୃଷ୍ଟତା ଆଡକୁ ଅଗ୍ରସର ହେଇ ଚାଲୁ, ଏହି ପ୍ରାର୍ଥନା କରି ପରମ ପିତାଙ୍କର ଆତୁଳ ଚରଣରେ ଆପଣ ମାନଠୁ ବିଦାୟ ନଉଛି। ବନ୍ଦେ ପୁରୁଷୋତ୍ତମ।